ଏତେ ନୂଆ ହେଇଯାଇଛି କିନ୍ତୁ ସେଟଅପ୍ ଆଗରୁଛି ସଦାବେଳେ ସିଂହଟା ସିଂହ ଥାଏ ମନେ ରଖିଥାନ୍ତୁ। ଜଙ୍ଗଲରେ ଯେତେ ହାତୀ ଗୁଡା ବାଘ ଥାଉତୁ ସିଂହଟା ଯେତେବେଳେ ଆଇବ ଜଙ୍ଗଲରେ ହାତୀ ସିନା ବୁଲୁଛି ବଜାରରେ ବହୁତ ବୁଲିବେ କିନ୍ତୁ ସିଂହଟା ଜଙ୍ଗଲର ଇଏ ରାଜା ବି ସିଂହ ଯେ ଏଇଟା ମନେ ରଖିଥାନ୍ତୁ। ଯୁଆଡେ ଯୋଉଠିକି ଗଲୁ ବି ଆମର ଆକ୍ଚୁଆଲି 8ଟି ସ୍ପିକର ଥିଲା। ଆମେ 4ଟା ସ୍ପିକର ଏବେ ତ ଆଣୁ ଆମେ ଆଣି ସାରିଲୁଣୁ ବହୁତ ଦିନ। ଏଟା ଜଣଙ୍କ ଥ୍ରୁରେ ଆଣା ହେଇଛି। ଏଟା ଆକ୍ଚୁଆଲି 12ଟା ପାଇଁ ଆମେ ସ୍ପେୟାର 4ଟା ରଖିଲୁ। ବାରୁ ଗୋଟେ ବାହାରି ଯାଇଛି। ଯୋଉ ଭାଇ ମାନଙ୍କୁ ବି ବାଧିଛି ଯୋଉ ଡିଜେ ଭାଇ ମାନଙ୍କୁ ବାଧିଛି ମୋ ତରଫରୁ ଭାଇ ସରି। ତ ସେଇଟା ପ୍ରୋବ୍ଲେମ ସେମିତି ନାହିଁ ୟୁଟ୍ୟୁବ ପ୍ରୋବ୍ଲେମ ଯୋଉ ଭିଡିଓ ଆକ୍ଚୁଆଲି ଏଟା ମୁଁ ଏଟା କାଟା ହେଇନି କିଛି ନାହିଁ। ଏଟା ଯୋଉ ଭାଇ ମାନେ ଭାବୁଛନ୍ତି ବି ପବ୍ଲିକ ହଉଛି ସେଟା ଏମିତି ନାହିଁ। ଏଟା କିଛିଟା ପ୍ରୋବ୍ଲେମ ୟୁଟ୍ୟୁବ ଯୋଗୁ ସସ୍ପେଣ୍ଡ ଭିଡିଓ ଇଏ ଯୋଗୁ ଏଟା ଭିଡିଓ ଇଏ ଦେଇଛି। କହିବାକୁ ଗଲେ ୟୁଟ୍ୟୁବରଙ୍କୁ ମାନଙ୍କ ପାଇଁ କହିବାକୁ ଗଲେ ମାନେ ଯେତେ ସବୁ ମାର୍କେଟକୁ ସେଟଅପ୍ ଆସୁଛି ଉନ୍ନତି ହଉଛି କି ହଉନି ୟୁଟ୍ୟୁବରଙ୍କ ଯୋଗୁ ହିଁ ଭାଇ ଆମ ହାଇଲାଇଟ। ହ୍ୟାଲୋ ଫ୍ରେଣ୍ଡସ୍ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜୟ ମାନଙ୍କୁ ଫାଇନାଲି ଆମେ ଆସିନା ପହଞ୍ଚିଗଲୁ ଯାହାକି କହିଥିଲେ ଆପଣମାନଙ୍କ କମେଣ୍ଟ ଅନୁସାରେ ଆମେ ଆସିନା ପହଞ୍ଚି ଯାଇଥିଲୁ ଗ୍ରୀନ୍ ପ୍ୟାନ୍ଥର ସାମ୍ନାରେ। ମୋ ପଛପଟେ ଦେଖନ୍ତୁ ଗ୍ରୀନ୍ ପ୍ୟାନ୍ଥର ଅଛି। ଆଉ ଭାଇଙ୍କର କିଛି ନୂଆ ସ୍ପିକର ବି ଅଛି ଆପଣମାନଙ୍କୁ ଭିଡ଼ିଓରେ ଦେଖେଇବୁ। ଆଉ ନୂଆ ମାନେ ସ୍ପିକରରେ କେମିତି କ'ଣ ସାଉଣ୍ଡ ଚେକିଂ ହେଲା ସେ ଜିନିଷ ବି ଦେଖେଇବୁ। ଆଉ କ'ଣ କ'ଣ ଜିନିଷ ଆସିଯିବ ଆପଣଙ୍କୁ ଦେଖେଇଦେବୁ। ଆଉ ଚାଲନ୍ତୁ ଯିବା ଦେଖିବା କେମିତି କ'ଣ ଗ୍ରୀନ୍ ପ୍ୟାନ୍ଥର ହୋମ୍ ଟୁର୍ ଭିଡ଼ିଓ ରହୁଛି। ଆଉ ଚାଲନ୍ତୁ ଯିବା ଦେଖିବା। ଆଉ ଦେଖୁଥିବେ କି ଆପଣମାନେ କହିବାକୁ ଅନୁସାରେ ଡିମାଣ୍ଡ ଅନୁସାରେ ଭାଇ ଫାଇନାଲି ପିକଅପ୍ ଆସିଯାଇଛି। ଡିଜି ଗାଡ଼ି ବି ଡିଜି ବି ଲୋଡ଼ ହେଇଯାଇଛି। ଆଉ ଆପଣ ନୂଆ ବର୍ଷ ପରେ ବି ଦେଖିବ ପ୍ରୋଗ୍ରାମରେ ବି ଗ୍ରୀନ୍ ପ୍ୟାନ୍ଥରରେ ନୂଆ ଡିଜି ଆଡ଼୍ ରହୁଛି ନାଇଟ୍ ପ୍ରୋଗ୍ରାମରେ। ଆଉ ଡେ ପ୍ରୋଗ୍ରାମ ତ ତାଙ୍କ ଭାଇ ଗାଡ଼ି ଭିତରେ ଡିଜି ରହୁଛି। ଆଉ ଦେଖନ୍ତୁ ଗ୍ରୀନ୍ ପ୍ରୋଗ୍ରାମର ଏଠି ଜିନିଷ ଆମର ନୂଆ ବର୍ଷ ନୂଆ ଡିଜି ରହୁଛି। ଦେଖନ୍ତୁ ସବୁ କେମିତି କାମ ଚାଲିଛି। ବେସ୍ ବି ନୂଆ ଲାଗିଛି। ଏଥିରେ ଆମର ନୂଆ ଆସିଛି ଜିନିଷ ଆଇବି ଆମର ଦେଖନ୍ତୁ ଏ ବେସ୍ ସବୁ ଖୋଲା ହେଇଛି। ଏଠି ବି ଜିନିଷ ଦେଖନ୍ତୁ ସ୍ପିକର ବି ନୂଆ ଆସିଛି ଭାରି। ଆଉ ଏଇ ବେସ୍ ବି ଖୋଲା ହେଇଛି। ବେସ୍ ଲାଗିଥିଲା ଆଉ ଏଇ 4 ପିସ୍ ଲାଗିଯାଇଛି। ଆଉ ଏଇ 4 ପିସ୍ର ଭାଇ ସାଉଣ୍ଡ ଚେକ୍ ଆପଣଙ୍କୁ ଦେଖିବେ ଭିଡ଼ିଓରେ। ଆଉ ଚାଲନ୍ତୁ ଯିବା ଦେଖିବା କେମିତି କ'ଣ ଆସିଛି ଜିନିଷ ସବୁ। ଦେଖନ୍ତୁ ଏ ଜିନିଷ ବି ଆସିଛି ଆମର। ଆଉ ଦେଖନ୍ତୁ ଏଇଟା ଗୋଟେ ନୂଆ ଜିନିଷ ଏଇଟା ଆମର ଆସିଛି। ସ୍ପିକର ଅନବକ୍ସିଂ ହେଇଛି ଚେକିଂ ହେଉଥିଲା। ଆଉ ଆପଣଙ୍କୁ ବି ଦେଖେଇଦେବୁ କେମିତି କ'ଣ ସ୍ପିକର ଅଛି କ'ଣ ନାହିଁ। ଚାଲନ୍ତୁ ଯିବା। ଆଉ ଜିନିଷ ସ୍ପିକର ଉପରେ ଭାଇ ସିକ୍ରେଟ୍ ଅଛି କିନ୍ତୁ ଆପଣମାନେ ଲାଗିଲା ପରଠୁ ଦେଖିବେ କେମିତି କ'ଣ ବେସ୍ ରହୁଛି ସ୍ପିକରର। ଆଉ କ୍ୱାଲିଟି କେମିତି କ'ଣ ରହୁଛି ଭାଇଙ୍କୁ କମେଣ୍ଟ ବି କହିବେ। ଭାଇଙ୍କୁ ଜଣେଇଲେ ସେ ଆପଣଙ୍କ ପାଇଁ ଅଲଗା ବି କିଛି ଜିନିଷ ଚେଞ୍ଜ ବି କରିବା ପାଇଁ ଚାହିଁବେ। ଭାଇ ଚାଲନ୍ତୁ ଯିବା ଭିଡ଼ିଓରେ ଏଣ୍ଡିଂ ରଖନ୍ତୁ। ଭିଡ଼ିଓରେ କେମିତି କ'ଣ ରହୁଛି ବ୍ଲଗ୍ ଭିଡ଼ିଓ ବି ଦେଖିବା। ଆଉ ବ୍ଲଗ୍ ଭିଡ଼ିଓରେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରେ ନୂଆ ନା କିଛି ଇଣ୍ଟରେଷ୍ଟିଂ ବ୍ଲଗ୍ ବି ଆପଣଙ୍କ ପାଇଁ ଆସିବ। ଆଉ ଚାଲନ୍ତୁ ଯିବା ହୋମ୍ ଟୁର୍ ଭିଡ଼ିଓ ଦେଖିବା ଆଉ କେମିତି କ'ଣ ହୋମ୍ ଟୁର୍ ହେଉଛି। ଆଉ ଦେଖନ୍ତୁ मत कर बेटा लोग तेरे बंदूक से ज्यादा हमारे बेस से डरते हैं। ऑनर भाई दिव्या भाई मास्टरमाइंड दीपू भाई पैंथर पावर तो हेलो फ्रेंड्स वेलकम टू माय यूट्यूब चैनल जो ମାନଙ୍କୁ फाइनली बाहर वीडियो ଆମେ ଦେଖେଇଥିଲୁ କିଛିଟା। ଆଉ ଭାଇ ଆପଣମାନେ ବି ବହୁତ ସାରା କମେଣ୍ଟ କରିଥିଲେ କି ଯାହାକି ଗ୍ରୀନ୍ ପ୍ୟାନ୍ଥର ଭିଡ଼ିଓ ଆଣନ୍ତୁ ବୋଲି। ଆଉ ଫାଇନାଲି ଆଜି ଆସୁଛି ଗ୍ରୀନ୍ ପ୍ୟାନ୍ଥର ହୋମ୍ ଟୁର୍ ଭିଡ଼ିଓ। ଆଉ ଆମ ସାମ୍ନାରେ ଅଛନ୍ତି ଦିବ୍ୟ ଭାଇ। ଆଉ ଦିବ୍ୟ ଭାଇ ଆମ ଚ୍ୟାନେଲକୁ ସବୁବେଳେ ସ୍ୱାଗତ ଆଉ ଟାଇମ୍ ଦେବା ଧନ୍ୟବାଦ। ଆପଣଙ୍କୁ ବି ଟାଇମ୍ ଦେଇଥିବାରୁ ଧନ୍ୟବାଦ। ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ ଭାଇ ମାନେ। ଆଉ ଭାଇ ମାନେ ନୂଆ ବର୍ଷ ତ କହିବାକୁ ଗଲେ ଆଜି 0-9 ସେଲିବ୍ରେସନ ହଉଛି। ଆଉ କାଲିକି କହିବାକୁ ଗଲେ ନୂଆ ବର୍ଷ ଷ୍ଟାର୍ଟ ହଉଛି ତା ବୋଲି ପବ୍ଲିକ କ'ଣ କହିବେ? ଦେଖନ୍ତୁ ଆପଣଙ୍କୁ ଫାଷ୍ଟ ମୋ ତରଫରୁ ଆଡଭାନ୍ସ ହାପି ନ୍ୟୁ ଇୟର। ଆଡଭାନ୍ସ କଲେ ରାତି ପାଇଲେ ତ ହାପି ନ୍ୟୁ ଇୟର। ମୋର ପବ୍ଲିକ ଯିଏ ବି ଦେଖୁଛନ୍ତି ସମସ୍ତଙ୍କୁ ମୋର ଆଡଭାନ୍ସ ହାପି ନ୍ୟୁ ଇୟର। ଆଉ ଭାଇ ଆମେ ବି ଆଜି ଆସିଲୁ ହୋମ୍ ଟୁର୍ ମାରିବା ପାଇଁ କିନ୍ତୁ ଆସିଲା ବେଳକୁ ଭାଇ ଗୋଟେ ଜିନିଷ ଦେଖିଲୁ କି ଆପଣଙ୍କର 4 ବେସ୍ ଲାଗିଛି ଆଉ 4 ବେସ୍ ତଳେ ଥୁଆ ହେଇକି ମାନେ ସ୍ପିକର ବି ଲାଗୁଛି। କହିବାକୁ ଗଲେ ମାନେ ନୂଆ ସ୍ପିକର ଆସିଯାଇଛି ଆଜି। ଆଉ କ'ଣ ଏମିତି ହେଲା ଯେ ଭାଇ ସଡନଲି ଭାଇ ଏବେ ଆଣିଲେ ସ୍ପିକର ଆଣିଲେ ଆଉ କ'ଣ ଭାଇ? ନାଇଁ ଦେଖନ୍ତୁ ଆମର ପବ୍ଲିକ ଯୁଆଡେ ଯୋଉଠିକି ଗଲୁ ବି ଆମର ଆକ୍ଚୁଆଲି 8ଟି ସ୍ପିକର ଥିଲା। ଆମେ 4ଟା ସ୍ପିକର ଏବେ ତ ଆଣୁ ଆମେ ଆଣି ସାରିଲୁଣୁ ବହୁତ ଦିନ। ଏଟା ଜଣଙ୍କ ଥ୍ରୁରେ ଆଣା ହେଇଛି। ଏଟା ଆକ୍ଚୁଆଲି 12ଟା ପାଇଁ ଆମେ ସ୍ପେୟାର 4ଟା ରଖିଲୁ। ମାନେ ଯୋଉଠି ବାହାର ପ୍ରୋଗ୍ରାମ ଯୋଉ ଧରା ହେଇଛି ଆମର ଖୋର୍ଦ୍ଧା ହଉ ଆମର କଟକ ବାଉଁଶପୁର ହଉ ସେ 12ଟା ବେସ୍ ଲାଗିବ। ଆମ ପାଖେ 4ଟା ଥିଲେ ଆମେ ଧର ଆମର 8ଟା ବେସ୍ ବି ଅଛି। ଧର ଡେ ନାଇଟ୍ ପ୍ରୋଗ୍ରାମ ଅଛି ଧର ସ୍ପିକର ଆଜି କ'ଣ ପ୍ରୋବ୍ଲେମ ହେଲା ଆମର 4ଟା ସ୍ପେୟାର ଥିଲେ ଆମେ ଲଗେଇଦେଲେ ଆମେ ପ୍ରୋଗ୍ରାମ ଇଜିରେ ଆମେ ଯାଇପାରିବୁ। ସେଥିପାଇଁ 4ଟା ବେସ୍ ଆଣା। ତାର ବେସ୍ ଟିକେ ସବୁ ପବ୍ଲିକ ଟିକେ କହିଲେ ଆଉ ଲଙ୍ଗ ଥ୍ରୁ ବେଶୀ ହଉଛି ସର୍ଟ ଥ୍ରୁ ହଉନି। ଆଉ ବେସ୍ ସେଥିପାଇଁ ପବ୍ଲିକ ଯୋଗୁ 4ଟା ବେସ୍ ନୂଆ ଆସି ପୁଣି ଆସିଛି। ଆଉ ଭାଇ ଆମେ ବି ତ ଆସିଲାକୁ ଦେଖୁଥିଲୁ କି ସାଉଣ୍ଡ ଚେକ୍ ହେଉଥିଲା। ସାଉଣ୍ଡ ଚେକ୍ ଭିଡ଼ିଓ ବି ଆପଣଙ୍କୁ ଦେଇଦେବୁ। 4 ବେସ୍ର ଭାଇ କେମିତି କ'ଣ ବେସ୍ର କ୍ୱାଲିଟି ଥିଲା ଆଉ କେମିତି କ'ଣ ପରଫର୍ମାନ୍ସ ଥିଲା ଦେଖିବେ ବି ଭିଡ଼ିଓରେ। ଆଉ ଭାଇ ଏବେ ଆମେ ରିସେଣ୍ଟ ଆପଣ ଦେଖୁଥିଲୁ ଗୋଟେ ୟୁଟ୍ୟୁବରେ ପୋଷ୍ଟ ହୋଇଥିଲା ଭିଡ଼ିଓ ଯାହାକି କହିବାକୁ ଗଲେ 5 ଘଣ୍ଟା କି 6 ଘଣ୍ଟା ପରେ କିନ୍ତୁ ସେ ଭିଡ଼ିଓଟା ଅନପବ୍ଲିକ ହେଇଗଲା।
कि भाई से यूट्यूबर भाई अनपब्लिक करले कि आपण कहबारु से भाई अनपब्लिक करदेले? ନା ନା ଏଇଟା ଅନପବ୍ଲିକ କିଛି ହେଇନି, ଏଇଟା କିଛିଟା ପ୍ରୋବ୍ଲେମ ଯୋଉ ଆକ୍ଚୁଆଲି ଭିଡିଓ ଇଏ ହେଇଗଲା, ଠିକ ଅଛି। ତ ଆକ୍ଚୁଆଲି ସେ ଭିଡିଓରେ ମାନେ କଣ ଇଏ ମାନେ ସେଇ ଭିଡିଓରୁ କିଛିଟା କ୍ଲିପ କାଟି କାଟି ଇନଷ୍ଟାରେ ବହୁତ ଚାଲିଲାନି ଭାଇରାଲ। ମାନେ ମୁଁ ଏତେ ଭାବିନଥିଲି ଏତେ, ଏଇଟା ଗୋଟେ କଣ୍ଟ୍ରୋଭର୍ସି କରିବା ପାଇଁ ଗୋଟେ ଇନଷ୍ଟାରେ ଛାଡ଼ିଦେଲେ। ତ ସେଇଟା ମାନେ ଦେଖନ୍ତୁ ଗୋଟେ ମାନେ ସବୁ ଡିଜେ ଭାଇ କି ଏଟା ମୁଁ କହିନଥିଲି, ବୁଝିପାରିଲେ ନାଇଁ। ଏଟା ଗୋଟେ ଖୁସିରେ ମୁଁ ଗୋଟେ ଦେଖନ୍ତୁ ମୋର ଗୋଟେ ସେତିକି ମାନେ ଗୋଟେ ନିଜ ମନରୁ ଗୋଟେ ଇଏ ଥିଲା ଯେ ନାଇଁ ଭାଇ ମୁଁ କରିପାରିବି, ସେଥିପାଇଁ ଗୋଟେ ମୁଁ କହିଥିଲି। ମାନେ ସେଇ ଭିଡିଓକୁ ଆମର ପବ୍ଲିକ ଯିଏ ଯୋଉ ଭାଇମାନେ ଆମକୁ ଭଲ ପାଉଛନ୍ତି ସେ କାଟି କାଟି କ୍ଲିପ ମାନେ ଏଥିରେ ବହୁତ ସାରା ଖରାପ କମେଣ୍ଟ ବି ଆସୁଛି, ମାନେ ବହୁତ ଖରାପ ଗୋଟେ। ଦେଖନ୍ତୁ ସେଇଟାର ମାଇଣ୍ଡ କଣ ଥିଲା ଏଇଟା ଆମର ତ ସବୁ ଏଟା ତ କିଛି ପବ୍ଲିକ ସାମ୍ନାରେ କିଛି କହିହବନି, ସେଠୁ ପାଟିରୁ ବାହାରୁ ବାହାରୁ ଗୋଟେ ବାହାରି ଯାଇଛି। ଯୋଉ ଭାଇମାନଙ୍କୁ ବି ବାଧିଛି, ଯୋଉ ଡିଜେ ଭାଇମାନଙ୍କୁ ବାଧିଛି ମୋ ତରଫରୁ ଭାଇ ସରି। ତ ସେଇଟା ପ୍ରୋବ୍ଲେମ ସେମିତି ନାହିଁ, ୟୁଟ୍ୟୁବ ପ୍ରୋବ୍ଲେମ ଯୋଉ ଭିଡିଓ ଆକ୍ଚୁଆଲି ଏଟା ମୁଁ ଏଟା କାଟା ହେଇନି କିଛି ନାହିଁ, ଏଟା ଯୋଉ ଭାଇମାନେ ଭାବୁଛନ୍ତି ବି ପବ୍ଲିକ ହଉଛି ସେଟା ଏମିତି ନାହିଁ, ଏଟା କିଛିଟା ପ୍ରୋବ୍ଲେମ ୟୁଟ୍ୟୁବ ଯୋଗୁ ସସ୍ପେଣ୍ଡ ଭିଡିଓ ଇଏ ଯୋଗୁ ଏଟା ଭିଡିଓ ଇଏ ଦେଇଛି। 4 ଘଣ୍ଟା ପରେ ବି କଣ ଭିଡିଓ ତ କାଟିବାର ଥିଲେ ମୁଁ ଭିଡିଓ ଅପଲୋଡ ହିଁ କରିନଥାନ୍ତି। ଭିଡିଓ କିଛି କଟାଉନି, ଭିଡିଓର ରେସ୍ପନ୍ସ ବଢିଆ ଥିଲା। ରାହୁଲ ଭାଇ ଆମର ଯୋଉ ପକେଇଥିଲେ ଡିଜେ ଶୋ ଇଭେଣ୍ଟ, ବହୁତ ଭିଡିଓ ଭିଡିଓ ବି ବହୁତ ମାନେ ଭିଉ ବହୁତ ଶୀଘ୍ର ବି ପଳେଇଥିଲା, ଭାଇରାଲ ବି ହେଇଥିଲା। ତ ଏଟା କିଛିଟା ପ୍ରୋବ୍ଲେମ। ତ ଏଇ ଯୋଉ ସେମିତି ଯୋଉ କଥାବାର୍ତ୍ତା ବି ଯୋଉ ମୁଁ କହିଥିଲି ଏଟା କିଛି ଜଣ ଭାଇ ମାନେ ଭଲ ଲାଗିଲା, କିଛି ଜଣ ମତେ ବି କମେଣ୍ଟ ସ୍କ୍ରିନଶଟ ଛାଡି କିଛି ଭାଇ ମାନେ କହୁଥିବେ ଦିବ ଭାଇ ତମ ସାହସ ମାନେ ଗୋଟେ ଇଏରେ କହୁଛନ୍ତି, ଆଉ କିଛି ଭାଇ ମାନେ ଖରାପ କମେଣ୍ଟ ବି କରୁଛନ୍ତି। ତ ସେଥିପାଇଁ ଏଟା ଭଲ ଲାଗିଲାନି, ଯୋଉ ଭାଇମାନଙ୍କୁ ବାଧିଥିବ ମୋ ତରଫରୁ ସରି। ଆଉ ଭାଇ ଆମେ ବି ଆସିଲା ବେଳକୁ ଆଜି ଦେଖିଲୁ କି ଯାହାକି ଆମର ନୂଆ ପିକଅପ୍ ଆସିଛି, ପିକଅପରେ ଡିଜି ଗାଡି ବି ଲୋଡ ହେଇଯାଇଛି, ଆଜ୍ଞା ଆଉ ବେସ୍ ବି ଆସିଛି, ମେସିନ ବି ଆସିଛି। ମାନେ ସେ ଜିନିଷକୁ ନେଇ କଣ କହିବେ? ଦେଖନ୍ତୁ ମୁଁ ଫାଷ୍ଟ ଯେତେବେଳେ ଆପଣ ତ ଭିଡିଓ କରୁନଥିଲେ, ଯେତେବେଳେ ସେ ଯେତେବେଳେ କରିଥିଲେ ଫାଷ୍ଟ, ଯେତେବେଳେ ମୋର ତ 2-3ଟା ଭିଡିଓ ପଡିଲାନି, ତ କହିଥିଲି ମୁଁ ଯେ ଆକ୍ଚୁଆଲି ଡିଜେ ଆମର ଗୁଟେରେ ସବସିଡି ହେଲାନି। ତାପରେ ମତେ କଣ ଇଏ ଏତେ ଆଡୁ ଭିଡିଓ ଡିଜେ ମୁଁ ଆଣୁଥିଲି, ତାପରେ ବହୁତ କଥା ବି ଲୋକ ମାନେ ଯାଡୁ ଆଣୁଥିବି ସେ କହିବେ ଆଜି ନେଇ ତ ମାନେ 5 ଦିନ ଧର ଏଗ୍ରିମେଣ୍ଟ ହେଇଥିବ, ସେ 2 ଦିନ ମାନେ ମୁଁ ତ ଆଗ ହିରୋ ଭାଇଠୁ ଆଣିଥିଲି, ହିରୋ ଭାଇ ତ ତାଙ୍କର ସେ ଦେଇଦେଇଥିଲେ। ତାପରେ ଯେତେବେଳେ ପ୍ରୋଗ୍ରାମ ହେଇଥିଲା ସେ ତାପରେ ନେଇ ଯାଇଥିଲେ, ମୁଁ ଯାଡୁ ଭଡା ବି ଆଣିଛି। 3 ଜଣ କୋଠୁ ପ୍ରାୟ ଭଡା ଆଣିଥିଲି 3-4ଟା ପ୍ରୋଗ୍ରାମରେ, ଆଜି ଜଣकोଠୁ କାଲି ତ ବହୁତ କହିଲେ ଆଜି ଦେଇଦିଅ, ବହୁତ ହଇରାଣ ବି ହେଲି। ତାପରେ ବି ଡିଜି ଯିଏ ପବ୍ଲିକ ଯିଏ ଫୋନ କଲେ ରିସିଭ ଯିଏ କାଟୁଛନ୍ତି, ଭାଇ ବାହାଘର ରାତି ବାହାଘର ହେଲେ ଭାଇ ଡିଜେ ଆସୁଛି ତ ସମସ୍ତଙ୍କ ଡିଜିଟା କଣ ଗୋଟେ ସୁନ୍ଦର ଲାଗେ ଡିଜେ ଆଗ ପଛରେ ଗଲେ, ସେଥିପାଇଁ ବାଧ୍ୟ ହେଇକି ମୁଁ ଡିଜିକୁ ପିକଅପ୍ ନୂଆ ଗୋଟେ ଆଣି ପକେଇଲି ଆଉ। ଭାଇ ନୂଆ ସେଟଅପ ନୂଆ ବର୍ଷ ପାଇଁ ଆସୁଛି କିଛି? ନାଇଁ ନାଇଁ ନୂଆ ବର୍ଷ ତ ସେମିତି ଏବେ ଦେଖନ୍ତୁ ଜାନୁଆରୀ 4ରୁ ଆମର ଲଗାତାର କଲ୍ ହେଇସାରିଲାନି, ମେ ଯାକେ ବୁକିଂ ହେଇଯାଇଛି। ଏବେ ତ ଆଉ କିଛି ନାହିଁ, ଯାହା ବି ମୁଁ କରିବି ଗଣେଶ ପୂଜା, ଏବେ କଣ ପାଇଁ ବେକାରଟାରେ କଣ, ଏବେ ତ କିଛି ଇଏ ନାହିଁ, ବାହାଘର ସରିଲେ ସରିଲା। ଆଉ ତ ଗଣେଶ୍ୱର ଯାହା ବି ଅପଡେଟ ଗଣେଶ୍ୱର ଟୋଟାଲ ସେଟଅପ ନା ବି ଚେଞ୍ଜ ହେଇଯିବ, ସବୁ ମୁଁ ଇଏ କରିଦେବି ଆଉ। ଭାଇ ଶୁଣିବାକୁ ପାଉଛୁ କି ଗ୍ରୀନ ପେନ୍ଥର ଦେଖିବାକୁ ମିଳିବନି ଆଜ୍ଞା। ନାଡା, ସେଇଟା ନାଡା ଦେଖିବାକୁ ମିଳିବ କି ମିଳିବନି? ନା ଏଟା ଆଉ ମିଳିବନି, କାହିଁକିନା ନା ଏଟା ଦେଖନ୍ତୁ ହିରୋ ଭାଇ ଏଟା ଦେଇଥିଲେ 6 ମାସ ପାଇଁ। ତ ହିରୋ ଭାଇ ସେମିତି ବି କିଛି କହିନାହାନ୍ତି ମତେ ନା, ସେ ସେମିତି କିଛି ନାହିଁ, ସେ ଦେଇଛନ୍ତି ସେ ଚୁଲା। କିନ୍ତୁ ମତେ ଯେହେତୁ ପବ୍ଲିକ ଯିଏ ବି ରିସିପ୍ଟ କାଟି ହେଲା, ଭାଇ ଟିକେ ନାଁଟା ଚେଞ୍ଜ କରିଦିଅ, ଆଉ ତମେ ତ ବୁଲିଲନି ସବୁଆଡେ, ନାଁଟା ଟିକେ ଚେଞ୍ଜ କରିଦିଅ, ଆମେ ତମକୁ ସପୋର୍ଟ କରୁ। ତ ଏବେ ନାଁଟା କେମିତି ଚେଞ୍ଜ, ନାଁଟା ତ ଏଇଟାରେ କଲ୍ ବୁକିଂ ହେଇଯାଇଛି। ତାପରେ ଏବେ ବି ସଡନଲି ନାଁଟା ଚେଞ୍ଜ କଲେ କିଛି ଅସୁବିଧା ନାହିଁ ମୋର, ହେଲେ ବି ମୁଁ ଭାବୁଛି ଗଣେଶ ବେଳକୁ କଣ ଗଣେଶ ଗୋଟେ ମାହୋଲ ଗୋଟେ ଥାଏ ସେ ଟାଇମରେ, ଗାଡି ସହ ଟୋଟାଲି ନୂଆ ସେଟଅପ ଆଣିବାର ନା ଆସ। ଭାଇ ଶୁଣ, କିନ୍ତୁ ଆମେ ବି ଦେଖୁଛୁ ଯେ କହିବାକୁ ଗଲେ ଗ୍ରୀନ ମ୍ୟୁଜିକ ଥିଲା, ଆଜ୍ଞା। ଆପଣ ଯେତେବେଳେ ଆଣିଲେ ଗ୍ରୀନ ପେନ୍ଥର ବି କରିଛନ୍ତି, ନାଁଟା ବି ଚେଞ୍ଜ ହେଇଛି। ପୁଣି କଣ ରିଜର୍ଭେସନ ନାହିଁ ମୁଁ ଚେଞ୍ଜ କରିବା ପୁରା ଫୁଲ ନାଁଟା ଚେଞ୍ଜ ନାଇଁ ନାଇଁ କରିବି? ନାଁଟା ଚେଞ୍ଜ ହବନି, ପାନ୍ଥରଟା ରହିବ, କେବଳ ଗ୍ରୀନ ଜାଗାରେ ଗୋଟେ ନାଁଟା ବାସ ରହିବ। ଯୋଉ ବି ନାଁ ରହିବ ପାନ୍ଥର ଲାଗିବ ସେ ସାଇଡରେ। ପାନ୍ଥରଟା କଣ ମୁଁ ଦେଖିଲି କେହି ଦେଇନାହାନ୍ତି, ମାନେ ଆମ ଏପଟେ କେହି ଅନୁଗୁଳ ଢେଙ୍କାନାଳରେ ପାନ୍ଥର ବୋଲି ନାଁଟା ନଥିଲା, ସେଥିପାଇଁ ଗୋଟେ ଗ୍ରୀନ ମ୍ୟୁଜିକରେ ଗ୍ରୀନ ପାନ୍ଥର ଦେଇଦେଲି। ଗ୍ରୀନ ଜାଗାରେ ଗୋଟେ ଗୋଟେ ସର୍ଟ ନାଁଟା ରହିବ, ଗଣେଇକି ମୁଁ ଗୋଟେ କରି 3-4ଟା ନାଁ ବାଛିଛି, ଯୋଉଟା ସୁଝିଲା ନନା ଯୋଉଟା କହିବେ ସେଇଟା ଦେବାର ନା ଫାଇନାଲି। ଆଉ ଭାଇ ଯୋଉ ସେଟଅପ ଗୋଟେ ସେଟଅପର କଣ ଅପଡେଟ ଆସୁଛି? ଅପଡେଟ ଦେଖନ୍ତୁ ଅପଡେଟ ସବୁ ଆସିବ, ଏବେ ତ ଆସିବନି, ଏବେ ଦେଖନ୍ତୁ ଖାଲି ସ୍ପିକର ଯାହା ମୋର ଚେଞ୍ଜ ହେଇଯାଇଛି। ବେଶ ଯୋଉ କହିଥିଲି ଯୋଉ ସ୍ପିକରଟା ଆକ୍ଚୁଆଲି ସେ ୱାଟେଜର ସ୍ପିକର କେହି ବି ଲଗେଇନାହାନ୍ତି, ମୋ ହିସାବରେ ମୁଁ ଯୋଉ ଯାଡୁ ଆଣିଲି ସେଇ ମତେ କହିଛନ୍ତି। ସେଇଟା ଦେଖିବା ତା ପରଫମାନ୍ସ କଣ କେମିତି ରହୁଛି, ତାର କ୍ୱାଲିଟି କଣ ରହୁଛି, ତ ଦେଖିବା। ତ ଏଇନି ଜାନୁଆରୀ 4 ଆମର ଓପନିଂ ଅଛି ପଥରଗଡ଼। ଯୋଉ ବି ଭାଇମାନେ ଦେଖୁଛନ୍ତି ଆମର ମହାବୀର ଝିଲ ଯୋଉ ପଥରଗଡ଼ ଅଛି ତାଙ୍କ ଗାଁ ଯାତ୍ରା, ତ ସମସ୍ତ ଭାଇମାନେ ଏତିକି ଅନୁରୋଧ ସମସ୍ତେ ଆସିକି ଆମ ଗ୍ରୀନ ପାନ୍ଥର ସହିତ ଯୋଗଦାନ ଦିଅନ୍ତୁ ଆଉ।
ଭାଇ ମାନେ ତ କହିବାକୁ ଗଲେ ସେଟଅପ୍ ପୁରା ଚେଞ୍ଜ ହବ, ଗାଡି ବି ସେଲ୍ ହବ କି ନା ନାଇଁ ନା ଗାଡି ରହିବ, ଗାଡି ଯେହେତୁ ଏଇଟା 2080 ମଡେଲ ବହୁତ ବଢିଆ ଗାଡିଟା ଏଟା, ମାନେ ଏଇ ଗାଡି ରହିବ କିନ୍ତୁ ତା ଆଉ ଯେତେ ଷ୍ଟିଲ ହଉ ସାଇଡ ଡିସପ୍ଲେ ହଉ ସବୁ ଅପଡେଟ ହେଇଯିବ, ସେଟଅପ୍ ଉପରେ ଅପଡେଟ, ଆଉ ଗାଡି କିଛି ନାହିଁ, ଗାଡି ରହିବ। ଏବେ ତ ଆମେ ଦେଖିବାକୁ ଗଲେ ସାଇଡରେ ଡିସପ୍ଲେ ବି ଲାଗିନି। ନାଇଁ ଲାଗିନି। ଆଉ ଆମର ଭାଇ ଯୋଉ ରହୁଛି ଆମର ଯୋଉ ଡାଇମଣ୍ଡ ସେଟଅପ୍ ଅଛି, ଡାଇମଣ୍ଡ ସେଟଅପ୍ କଣ ଚେଞ୍ଜ ହଉଛି? ଡାଇମଣ୍ଡ ଦେଖନ୍ତୁ, ଡାଇମଣ୍ଡ ମୁଁ ଚେଞ୍ଜ କଲେ ଚେଞ୍ଜ କରିଦେବି, କିନ୍ତୁ ସମସ୍ତ ଯିଏ ବି ମୁଁ ଗଣେଶ ଯୋଡେ କଲ୍ ବି କାଟି ସାରିଲିନି, ଏଇ ଏକ୍ସ ନାଁରେ କିଛି ମତଲବ ନାହିଁ, ମେନ୍ ହଉଛି ତମ ପରଫର୍ମାନ୍ସ ଟା ଦବା ଦରକାର। ମୁଁ ଏଇ ଏକ୍ସେପ୍ଟ ଉପରେ ହିଁ କଲ୍ କାଟିଛି ସମସ୍ତଙ୍କର, ଏଇ ଏକ୍ସେପ୍ଟ ଗୁଡା ଗୋଟେ ଆପଣ ଇମୋସନ ଲୋକମାନଙ୍କର ଯିଏ ବି କଲେ ଗୋଟେ ଏକ୍ସେପ୍ଟ ଗୁଡା ଭଲ ଲାଗେ, ଏଇ ସେଟ୍ ଗୁଡା କେହି କରିନାହାନ୍ତି, ମାନେ ଆଗରୁ କରିନଥିଲେ, ହିରୋ ଭାଇ ଫାଷ୍ଟ ଏଇଟା କରିଥିଲା ସେଟ୍ ଗୁଡା। ତ ଏଇ ସେଟ୍ ଗୁଡା ସେଥିପାଇଁ ମୁଁ ରଖିବିନି, ମାନେ ଏଇ ସେଟ୍ ଏକ୍ସ ଇଏ ରହିବ, କିନ୍ତୁ ତା ଏକ୍ସ ର ଉପରେ ଆସିବ ସେଟ୍ ଗୁଡା ଆଉ ବଡ ଆକାରରେ ଟିକେ ଆଉ। ଭାଇ ଆମେ ବି ଜାଣିଛୁ ଆପଣ ସାଉଣ୍ଡ ଆଣିବାରେ ଏଇ କହିବାକୁ ଗଲେ ଗଣେଶ ପୂଜା ରିସେଣ୍ଟଲି ବର୍ଷେ ବି ହେଇନି, କିନ୍ତୁ ଆଗରୁ ଆପଣ କଣ ଭାଇ ବିଜନେସ କରୁଥିଲେ? ନା ମୋର ତ ବିଜନେସ ନାହିଁ, ମୁଁ ତ ଏବେ ଇଏ ବାପାଙ୍କର ବିଜନେସ ଟା ଛୋଟବେଳୁ ଗୋଟେ ଡ୍ରିମ୍ ଥିଲା ସାଉଣ୍ଡ ଟା କରିବି ତ କଲି ଆଉ। ଭାଇ ଚାହିଁଥିଲେ ବି ଆପଣ ନିଜେ ଗାଡି ଆଣିକି ନିଜେ ସେଟଅପ୍ ବାହାର କରିପାରିଥାନ୍ତେ, କଣ ଗୋଟେ ମୋଟିଭେସନ ହେଲା ନା ମୁଁ ଗ୍ରୀନ ସେଟଅପ୍ ଆଣିବି ବୋଲି, ମାର୍କେଟରେ ଅଲଗା ସେଟଅପ୍ ଥିଲା। ନାଇଁ ବହୁତ ସେଟଅପ୍ ବି ଏଇଟା ମାନେ ଚାହିଁଥିଲେ ବି ନୂଆ ବି କରିଛି, କିଛି ଅସୁବିଧା ନାହିଁ, ଏତିକି ପଇସାରେ ମୋର ଆରାମ ନୂଆ ସେଟ୍ ଗୁଡା ଆରାମରେ ହେଇଯାନ୍ତା, ଇଜିଲି ହେଇଯାନ୍ତା। କିନ୍ତୁ କଣ ଗ୍ରୀନ ର ଗୋଟେ ଚାହିଦା ମାର୍କେଟରେ ଅଛି, ଗ୍ରୀନ କଣ ତା ନା ମାନେ ଗ୍ରୀନ ଡିଜେ ନବା ପୂର୍ବରୁ ଗ୍ରୀନ ନାଁରେ ହିଁ ଲୋକମାନଙ୍କର ପଇସା ଉଠିଯାଏ, ଗ୍ରୀନ ଡିଜେ ଆସିଛି। ତାପରେ ଲିପୁ ଭାଇ କି ମୁଁ ଆଗରୁ ଚିହ୍ନିଥିଲି, ହିରୋ ଭାଇ ସହିତ ମତେ ନାହିଁ, ହିରୋ ଲିପୁ ଭାଇ, ତାପରେ ମୁଁ ଏଠୁ ଯେତେବେଳେ ହିରୋ ଭାଇ ସହିତ ମିଶିଲି, ହିରୋ ଭାଇ ବହୁତ ବଢିଆ ଲୋକ ସେ। ତାପରେ ତାଙ୍କ ସହିତ ମୁଁ କଥାବାର୍ତ୍ତା ହେଇଥିଲି ଯେ, ମୁଁ କହିଥିଲି, ସିଏ କହିଥିଲେ ନା ଆସ, ମୁଁ କହିଲି ନା ଏଡା ନେବି, ଆଉ ସେ କହିଲେ ଠିକ ଅଛି ଚଲ, କିଛି ଅସୁବିଧା ନାହିଁ, ଗୋଟେ ଆଗ୍ରିମେଣ୍ଟ ହେଇଛି ଏଇଟା ଚଲେ, ସେଥିପାଇଁ ଗ୍ରୀନ। ତାପରେ ତା ଯୋଉ ଏଇ ସେଟଅପ୍ ଗୁଡା ଆକ୍ଚୁଆଲି ଜୁଡେଜ ଡିଜେ ଥିଲା, ମୁଁ ଚାହିଁଥିଲି 12 ଡିଜେ ଟା ଆଣିଥାନ୍ତି ସେଇ ବଜେଟରେ, କିଛି ଅସୁବିଧା ନାହିଁ। ହେଲେ ଏଇ ସେଟଅପ୍ ଗୁଡା କଣ, ଆର ଗାଡିଟା ଦେଖ 9 ବର୍ଷ 10 ବର୍ଷ ହେଲାଣି, ତାର ଏଜ ହେଇସାରିଲାଣି ବହୁତ ବି, ଏଇ ଗାଡି କଣ 2 ବର୍ଷ 2.5 ବର୍ଷର ଗାଡି, ତାପରେ ନୂଆ ସେଟଅପ୍ ଗୁଡା ଏବେ ଏଇ 2-3 ବର୍ଷ, ଏଇ 2023 ଗଣେଶ ସରାଙ୍ଗରେ ଓପନିଂ ହେଇଥିଲା, ସେତେବେଳେ ଯାଇଥିଲି, ସେଟଅପ୍ ଗୁଡା ଭଲ ଲାଗିଲା, ସେଥିପାଇଁ ମୁଁ ଆଣିଲି ଗ୍ରୀନ ଡିଜେ ଟା ଆଉ। ଭାଇ ଆମେ ବି ଶୁଣୁଛୁ ଯାହାକି କହିବାକୁ ଗଲେ ୟୁଟ୍ୟୁବରଙ୍କୁ ମାନଙ୍କ ପାଇଁ କହିବାକୁ ଗଲେ ମାନେ ଯେତେ ସବୁ ମାର୍କେଟକୁ ସେଟଅପ୍ ଆସୁଛି, ଉନ୍ନତି ହଉଛି କି ହଉନି? ୟୁଟ୍ୟୁବରଙ୍କ ଯୋଗୁ ହିଁ ଭାଇ ଆମ ହାଇଲାଇଟ। ମୁଁ ଖୋଲା କଥା କହୁଛି, ଆର ଭିଡିଓ ବି ଯୋଉ ଅପଲୋଡ ହେଇଥିଲା ଏଟା ତ କିଛିଟା ଇଏ ଯୋଗୁ, ସେଟା କହିଲେ ତ ଛାଡ, କିଛି କଥା ଏଟା କହିଲେ କିଛି ଲାଭ ନାହିଁ। ସେ ଭିଡିଓ ଦେଖୁ 3ଟା କଲମ ପାଇଛି, ଖୋଲା କଥା ମୁଁ କହୁଛି ଭାଇ, ଯିଏ ଦେଖିବେ ଖରାପ ଭାବିବେନି, ମତେ କହୁଛି, ମତେ ଯୋଉଟା ମିଳିଛି, ମତେ 3ଟା କଲ ମିଳିଛି, ମୁଁ ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲ ଆଜି କହୁଛି, ୟୁଟ୍ୟୁବର ଭାଇ ଯୋଗୁ ହିଁ ସାଉଣ୍ଡ ଆକ୍ଚୁଆଲି ଉଠୁଛି। ଆଗ କାଳରେ କଣ, ଆଗରେ ୟୁଟ୍ୟୁବ ନଥିଲା, ଏଇ ଟାଇମରେ ଡିଜେ ବି କମ ଥିଲା ବୋଲି ଡିଜେ ଯାହାର ହାଇଲାଇଟ ହେଇଯାଇଛି, ବୁଝିପାରିଲ ନାଇଁ। ଆଗ କାଳେ ଯେତେବେଳେ କଥା କହୁଛି 20-22 ବର୍ଷ ଆଗରୁ ଡିଜେ ଦେଖ, ଗ୍ରୀନ ଡିଜେ କଣ 2010-11 ବେଳକୁ, ତା ପୂର୍ବରୁ ଆହୁରି ଡିଜେ ଆସୁଛି, ସେମାନେ କଣ ତାଙ୍କର ସେଇ ଟାଇମରେ ଡିଜେର ଚାହିଦା କମ ଥିଲା। ଗ୍ରୀନ ଡିଜେ ହଉ ଆମର ଏଇ ଯୋଉ ତାକୁ ପାଖାପାଖି ଡିଜେ, ତାଙ୍କର କଣ ତାକୁ ୟୁଟ୍ୟୁବ ତାକୁ ଇଏ କରାନ୍ତି, ସିଏ ନିଜେ ତାକୁ ଇଏ କରୁଛନ୍ତି। ଏବେ କଣ, ଏବେ ମାର୍କେଟରେ ସାଉଣ୍ଡ ବହୁତ ହେଇସାରିଲାଣି, ଅନୁଗୁଳ ଡେକାନିଷ୍ଟ ୟୁଟ୍ୟୁବ ନ ପାଇଲା ତମ ସୋସିଆଲ ମିଡିଆରେ ଯୋଉ ନୂଆ ନୂଆ ଡିଜେ ଆମେ ହଉ, କିମ୍ବା ଯୋଉ ନୂଆ ଡିଜେ ଆମର ହେଇଛନ୍ତି, ଏଇ ଯୋଉ ଏବେ 4-5ଟା ହେଇସାରିଲାଣି ଏଇ ମାସେ 2 ମାସ ଭିତରେ, ୟୁଟ୍ୟୁବର ନହେଲେ ପାରିବନି ତମେ ଡିଜେ, କାରଣ ୟୁଟ୍ୟୁବର ସୋସିଆଲ ମିଡିଆ ତମେ ନ ରହିଲେ ଏଇ କାମରେ ତମେ କେବେ ସକ୍ସେସ ପାଇବ, ଭଲ ପରଫରମାନ୍ସ ଦେଲେ ତମେ ପାଇବନି, ପାଇବ, ହେଲେ ବି ୟୁଟ୍ୟୁବର ନ ରହିଲେ ଏଟା ତମେ ପାରିବନି, ଖୋଲା କଥା। ଭାଇ ଆଉ ଗୋଟେ ବି ଶୁଣିବୁ ମାନେ କହିବାକୁ ଚାହୁଁଥିଲି, କାହିଁକି ୟୁଟ୍ୟୁବ ଗଲେ ଆପଣଙ୍କର ପ୍ରୋବ୍ଲେମ ହେଇଛି କି? ପ୍ରୋବ୍ଲେମ ବୋଲେ ଦେଖନ୍ତୁ, ମୁଁ ତ ସେମିତି କାହାକୁ କହିନି, ମୁଁ କାହାକୁ ସେମିତି କାହାକୁ ଡାଇରେକ୍ଟଲି କୁହେନି ଯେ ଇଏ ମୋ ଦ୍ଵାରା ମୋର ଯୋଉଟା ପର୍ସନାଲ ଗୋଟେ ହେଇଛି ମୋ ଇଏରେ, ମୁଁ ଏଟା ସେଥିପାଇଁ କହିନି, କାହା ନାଁ ବି ତ ମୁଁ କହିନି, ମୁଁ ଖାଲି କହିଲି ଯେ 2-3 ଜଣ ୟୁଟ୍ୟୁବର, 2 ଜଣ ପାଖାପାଖି ଅଛନ୍ତି ମୋ ଇଏରେ, କାହାର କିଏ ସିଏ କରୁଥିବେ ମୁଁ ଜାଣିନି, କିନ୍ତୁ ସେ ଟିକେ ରେସ୍ପନ୍ସ ଦିଅନ୍ତି, ସେଥିପାଇଁ ମୁଁ ଡାଇରେକ୍ଟ, କାରଣ ମୁଁ ଲୁଚା ଛପା ମୋର କଥାବାର୍ତ୍ତା ନାହିଁ, ମୁଁ ଯାହା କୁହେ ଫେସ୍ ଟୁ ଫେସ୍, ଭାଇ ମୋର କଣ ଦରକାର ଭାଇ ଲୁଚେଇକି କଣ କଥାଟା କହିବି। ଭାଇ ଆମକୁ ଭାଇ ଜଣେ କମେଣ୍ଟ କରିଥିଲେ କି ଭାଇ ଯୋଉ ଆପଣଙ୍କ କହୁଛନ୍ତି ନା ୟୁଟ୍ୟୁବ ମାନେ ଆମକୁ ଆପଣଙ୍କ କଲ୍ ଗୋଟେ ରିସିଭ୍ କରୁନାହାନ୍ତି କିଛି ନାହିଁ ବୋଲି, ଆଉ ନେକ୍ସଟ ଭିଡ଼ିଓରେ ବି କହୁଥିଲେ, ମାନେ ଆପଣ ଏମିତି କାହାକୁ ଫୋର୍ସ କରି କଲ୍ କରିଥିଲେ କି ଆମ ନାଇଁ ନାଇଁ, ଆସନ୍ତୁ ଭିଡ଼ିଓ ପାଇଁ? କଲ୍ ତ ମୁଁ କାହାକୁ କରେନି ଆକ୍ଚୁଆଲି, ମୁଁ ଯାହା କଲ୍ କରେ ବୋଲେ ମୁଁ ଯାହା ଚିହ୍ନି ଯୋଉ ଆଗରୁ ତ ମୁଁ ଯେତେବେଳେ ୟୁଟ୍ୟୁବ କରୁଥିଲି, ମତେ ଓମ୍ ଭାଇକି ଚିହ୍ନିଥିଲି, ଓଡ଼ିଶା ଧୁନ, ତାପରେ ଗଲେ ଯୋଉ ଓଡ଼ିଶା ମ୍ୟୁଜିକ୍ ଇଭେଣ୍ଟ ଜିପୁ ଭାଇ ହଉ, ଓଡ଼ିଶା ଭାଇରସ ହଉ, ରାହୁଲ ଭାଇ, ଏମାନଙ୍କୁ ମୁଁ ଚିହ୍ନେ, ମୋ ହିସାବରେ ସେଇ ସେମାନେ ଥାଇති, ମାନେ ଟିକେ ହାଇଲାଇଟରେ ଥାଇති, ମୁଁ ବି ଆଗରୁ ୟୁଟ୍ୟୁବରେ କରୁଥିଲି ନା, ମୁଁ ତାକୁ ଚିହ୍ନେ, ତାକୁ ବି ମୁଁ କହିଛି, ସେ ଭିଡ଼ିଓ ବି କରିଛନ୍ତି, କିଛି ଅସୁବିଧା ନାହିଁ, କିନ୍ତୁ କିଛି ଜଣେ 2 ଜଣ ଅଛନ୍ତି, ମାନେ କଣ ରେସ୍ପନ୍ସ ଦଉନାହାନ୍ତି, ମାନେ ଧର ଆପଣଙ୍କୁ ଏଇନା ଫୋନ୍ କଲେ, ଆପଣ ଥରେ ଉଠେଇଲେନି, 2 ଥର ଉଠେଇଲେ, 3 ଥର 4 ଥର ମାନେ ଲଗେଇ କଲେ ବି, ମୁଁ ତ କରେନି, ପିଲା ଆମର ଯିଏ କରନ୍ତି ଫୋନ୍ ରିସିଭ୍ କରନ୍ତି, ମୁଁ ଥିବି ଏଇଟା କଲ୍ଟା କରିବେ ରିସିଭ୍, ସେଥିପାଇଁ ନା ମୁଁ କହିଥିଲି ଆଉ। ସେମିତି କିଛି ନାହିଁ, ୟୁଟ୍ୟୁବରଙ୍କ ପାଇଁ ହିଁ ଆମେ ଭାଇ, ଖୋଲା କଥା ମୁଁ କହୁଛି ଭାଇ, ତମେ ନ ଲାଗିଲେ ୟୁଟ୍ୟୁବର ନ ଲାଗିଲେ ଏଇଟା କେହି ପଠେଇବେନି, ଆଉ ମେନ୍ ହେଲା ପରଫରମାନ୍ସ, ୟୁଟ୍ୟୁବର ନ ଲାଗିଲେ ତମେ ଉଠି ପାରିବ କିଛି ନାହିଁ, କିନ୍ତୁ ପରଫରମାନ୍ସ ଦେଖେଇବାର ଅଛି ଭାଇ। କାରଣ ଭାଇ ଆଉ ବି ଏବେ ବି ଯାହା ଯୋଉ କହିବାକୁ ଗଲେ ଯେତେ ସବୁ କଣ୍ଟ୍ରୋଭର୍ସି ହଉଛି,
ସେ କଣ୍ଟ୍ରୋଭର୍ସି ପାଇଁ ୟୁଟ୍ୟୁବର ଭାଇ ଦାୟୀ ମାନେ କି ସାଉଣ୍ଡ ମାନେ ଅନର ଦାୟୀ ରହୁଛନ୍ତି ପବ୍ଲିକ ଦାୟୀ ରହୁଛନ୍ତି। କଣ୍ଟ୍ରୋଭର୍ସି ଆକ୍ଚୁଆଲି ସମସ୍ତେ ଏଠାରେ ଟିକେ ଟିକେ ହାତ ରହୁଛି, ସମସ୍ତଙ୍କର ଟିକେ ଟିକେ ହାତ ରହୁଛି। ଦେଖନ୍ତୁ ୟୁଟ୍ୟୁବର ଦେଖନ୍ତୁ, ଯଦି ୟୁଟ୍ୟୁବରେ ଗୋଟେ କଣ୍ଟ୍ରୋଭର୍ସି ହେଲା, ଆମର ଧର ଏଇନା ଆମେ କଣ ଗୋଟେ ପାଟିରୁ ଗୋଟେ ଲାଙ୍ଗୁଏଜ ବାହାରିଲା, ଧର ୟୁଟ୍ୟୁବରେ ପଡିଲା ବୋଲି ଏଟା ଭିଡିଓଟା ଭାଇରାଇଟ ହେଲା, କାଜୁ ୟୁଟ୍ୟୁବର ଭାଇ ଯୋଉ ଗୁଡା ପଇଲା ଏଟା ମୋର ଭୁଲ ହଉ ବା ଆପଣଙ୍କର, କିନ୍ତୁ ଆପଣଙ୍କ ଭିଡିଓରେ ପଇଲା ଏଟା ହାଇଲାଇଟ ହେଲା। ଯଦି ଏଇଠୁ କଣ୍ଟ୍ରୋଭର୍ସି ହେଲା କାଜୁ ହେଲା, ୟୁଟ୍ୟୁବର ଭାଇ ଯୋଉ ତାଙ୍କ ଭିଡିଓରେ ପଡିବା ଦ୍ୱାରା କଣ୍ଟ୍ରୋଭର୍ସି ହେଇଗଲା। ସିନା ଆମେ ସିନା ଏନା କଥାଟା କହିଲେ ବୋଲି କଣ୍ଟ୍ରୋଭର୍ସି ହେଲା। ତାପରେ କଣ୍ଟ୍ରୋଭର୍ସିଟା କଣ ମାନେ ଏଇ ସାଉଣ୍ଡ ଭାଇବା ମାନେ କଣ ଦେଖନ୍ତୁ, କମ୍ପିଟିସନ ଆଗ ଟୋଟାଲ ନଥିଲା। 2024 ମସିହା ଗଣେଶ ବେଳକୁ କମ୍ପିଟିସନ, ଏଇ 2-3 ମାସ ହେଲା କମ୍ପିଟିସନ ଗଣେଶ ବେଳକୁ ଏତେ ନଥିଲା। ଏବେ ଯାହା ଟିକେ ଏଇ ଯୋଉ ମାସେ 2 ମାସ ହେଲା ମାନେ ପୁରା ବହୁତ ବଡ ବଡ କମ୍ପିଟିସନ ଲଗେଇଲେ କିଛି ଲାଭ ନାହିଁ। ଆସୋସିଏସନ ନିୟମିତ ଧରନା ଚାଲନ୍ତୁ, ଦେଖନ୍ତୁ ଆମେ ହେଲୁ ନୂଆ ହିରୋ ଭାଇ ହଉ, ତାପରେ ଗଲେ ପୁରୁଣା କାଳିଆ ଡିଜେ, ସେ ତ କାହିଁ କମ୍ପିଟିସନ ଏତେ ନାହିଁ। ସେ ତ ଯାହା ବି ରିସିଭିଟି ପବ୍ଲିକ ଦେଖନ୍ତୁ, ଯଦି ପବ୍ଲିକ କହିବେ ରିସିଭ କମ୍ପିଟିସନ, ଯଦି ଆପଣ ନାହିଁ କରିବେ କମ୍ପିଟିସନ ନାହିଁ, ତାହେଲେ କଣ କମ୍ପିଟିସନ କରିବେ? ମତେ ହିରୋ ଭାଇ, ମୁଁ ସେଥିପାଇଁ ଗାଡ଼ିରେ କମ୍ପିଟିସନ ନାହିଁ। ହିରୋ ଭାଇ ମତେ ଫାଷ୍ଟ ମନା କରିଛି ଯେ କମ୍ପିଟିସନ ଏଇଟା ତମେ କରିବ ନାହିଁ। କମ୍ପିଟିସନ ପାଇଁ ଜିନିଷ ନାହିଁ ନା, କେତେ କାର୍ଡ ମାଗିଛ ନା ତମେ ଚଳିବ କହିଲ। ସେଥିପାଇଁ କମ୍ପିଟିସନ ମତେ ଭଲ ଲାଗୁନି ଭାଇ। କମ୍ପିଟିସନ ଦେଖନ୍ତୁ, ମୁଁ ଯୋଉଟା କହିଥିଲି ଆରଥର ବି କମ୍ପିଟିସନ କରି ଛାଡିବି ନାହିଁ, ଏଇଟା ମୁଁ କାହାକୁ କହିନଥିଲି। ଏଇଟା ମୁଁ ଗୋଟେ ନିଜ ଇଏରୁ କହିଦେଲି, ଗୋଟେ ମାଇଣ୍ଡ ଗୋଟେ ଏଟା ଗୋଟେ ବାହାରି ପଡିଥିଲା ଜଣେ ଡିଜେ ଓନର ପାଇଁ, ମାନେ ମନରୁ ଏଟା ଜଣେ ଯୋଉ ଡିଜେ ଯାହା ପାଇଁ କରିଥିଲି, ସିଏ ବି ଯେ ଭିଡିଓ ଦେଖୁ ଜାଣିପାରୁଥିବେ ଏଇଟା ପାଟିରୁ କୋଉ କୋଉ ବାହାରି ଯାଇଛି। ସେଇଟାକୁ ନେଇ କାଟିକି ଇନଷ୍ଟାରେ ୟୁଟ୍ୟୁବରେ ମାନେ ଏବେ ଖାଲି ଚାରିଆଡେ ହାଇଲାଇଟ। ଆଉ ଯିଏ ବି ଗଲେ ଆଉ ଭାଇ ମାନେ ଲୋକମାନେ କମେଣ୍ଟ ମାରୁଛନ୍ତି ଆଉ ଛାଡିବୁନି ଏନେ, ମାନେ କଣ ଏଗୁଡା କଣ ଦେଖନ୍ତୁ, ଜଣେ ଯଦି ପାଟିରୁ ଯଦି ଭୁଲରେ ବି କହିଦେଇଛି, ଏଟା ଏତେ ଚାରିଆଡେ ଫେଳେଇବା କିଛି ଆବଶ୍ୟକତା ନାହିଁ। ବୁଝିପାରିଲେ ନାଇଁ? ଯାହା ବି ହବ ଜାଗା ଉପରେ ହବ। ଯୋଉ ଡିଜେ ଦେଖନ୍ତୁ, ଏଇଟା ମୁଁ ସିନା ନୂଆ ନ ଏଇ ଗ୍ରୀନ ଡିଜେ କଣ ଆଜିକି 20 ବର୍ଷ ହେଲା ସିନା କନା ଅଛି, ଆଜି କଣ ସିଏ ଇଏ କି ସେ ଆଜିକି କେତେ ଏଇ ଡିଜେ ଏଇ ସେଟପରେ ସେ କେତେ କେତେ ମହାରଥୀ ସହିତ ବି ଲଢନା ଆସିଛି। ଓ ମୁଁ ବି ଦେଖିଛି, ଆପଣ ବି ଦେଖିଥିବେ ଯେତେବେଳେ କୁମୁଣ୍ଡ ପ୍ରୋଗ୍ରାମ ହେଇଥିଲା, କେତେ ଡିଜେ ଗ୍ରୀନ ଏଫଟେ ଥିଲା ବେଳେ ଗୋଟେ 4ଟା 5ଟା ଲୋକ ମାନେ ଏକାଠି ଥିବେ, ଏଫଟେ ଏଫଟେ ଥିବ। ସେତିକି ତାର ପାୱାର ବି ଅଛି ଏଇ ଗ୍ରୀନ ଡିଜେ, ସିଏ ହିରୋ ଭାଇ ତାର ପାୱାର ଟା ଗୋଟେ, ବୁଝିପାରିଲେ ନାଇଁ? ଆଉ ଏବେ ଡିଜେ କରିକି ମାନେ ଲୋକମାନେ କଣ ଡିଜେ ଭାଇ ମାନେ କିଛି କମ୍ପିଟିସନ ମାନେ ନା ଅକ୍ଷର ଜାଣିନାହାନ୍ତି ବି ଲୋକମାନେ କହୁଛି ଆମେ ଏ ଭାଇ ଦେଖନ୍ତୁ, ସିଏ ଆଜିକା ଡିଜେ ନୁହଁ, ସେ 2010-11 ମସିହା ଡିଜେ ସେଟଅପ, ଏଇ ସେଟଅପ ଗୁଡା ବୁଝିଲେ ନା, ଏଇ ସେଟଅପରେ ସେ ବହୁତ ବହୁତ କମ୍ପିଟିସନ କରିକି ଆଜି ଆଜି ଏଠା ନାହିଁ, ଅନୁଗୁଳ ବାହାରେ ବି ସେ କରିକି ଆସିଛି। କମ୍ପିଟିସନ ହେଲେ କିଛି ଲାଭ ନାହିଁ। ଏଟା କଣ୍ଟ୍ରୋଭର୍ସି କମ୍ପିଟିସନ ଯୋଗୁ ଯୋଉ ମାଇକିଂ ଯୋଉ ଆଜିକାଲି ଚାଲିଛି ଦେଖୁଛ, ଏପଟେ ଡିଜେଟା ଯାଉଥିବ, ଏପଟେ କ୍ରସ ହଉଥିବ, ସେ ତାକୁ ଡାକି ଦଉଛି ମାନେ ଗୋଟେ କମେଣ୍ଟ ମାରିଲା, ଏପଟେ ସିଏ କଲା ବେଳକୁ ଆମ ଛାତିଟା ଚାହିଁ କରିବ ଏଇ ଟାଇମରେ। ତମେ ନ କହିଲେ ବି ମାଇକ୍ରୋଫୋନ ଭଡା ନା ଏଇଟା କହିବା ପାଇଁ ଇଚ୍ଛା ହବ। ଜଣେ କହିଦେଲା ମାନେ ଅପୋଜିଟରେ ତମେ ଯିଏ ଦେଲେ କହିବା ପାଇଁ ଇଚ୍ଛା ହବ, ତମ ଛାତି ମାନେ ମନ ଭିତରଟା ପାଟିରୁ ବାହାରିଯିବ। ସେଥିପାଇଁ ଏଟା ଗୋଟେ ଭିଡିଓରେ ଭାଇରାଲ କରିଦେଲି, ମାନେ ପାଟିରୁ ବାହାରି ଯାଇଛି ଅଟୋମେଟିକ। ଆକ୍ଚୁଆଲି ଏଟା ଭୁଲ ମିଷ୍ଟେକରେ ବାହାରି ଯାଇଛି। ତ ଭିଡିଓଟା ବି ଡିଲେଟ ହେଇଗଲା। ଭିଡିଓ ତ ଥିଲେ ଏତେବେଳକୁ ମୁଁ ଜାଣିଥାନ୍ତି ଏଟା ମୁଁ କିଛି ନାହିଁ, ଏଟା ଭିଡିଓ ତ କିଛି ପ୍ରୋବ୍ଲେମ ଯୋଉ ଡିଲେଟ ହେଇଗଲା ୟୁଟ୍ୟୁବରୁ। ଏଟା ଆଉ କହିଲେ କଣ ଲାଭ, ଏଟା ତ ଯୋଉ ଭାଇ ମାନଙ୍କୁ ବି ଧର ବାଧିଯିବ ଏ କଥା, ଏଟା ମତେ କ୍ଷମା କରିଦେବ। ମୁଁ ସେମିତି ପିଲା ଭାଇ ନୁହଁ ଆଉଥିଲି ନାଇଁ, ଏଟା ପାଟିରୁ ବାହାରୁ ବାହାରୁ ବାହାରି ଯାଇଛି। ତ ଏଟା ନାଇଁ ନା କିଛି କଥା କହିଲା କିଛି ଲାଭ ନାହିଁ। ଭାଇ ଆମେ ବି ଆଉ ଗୋଟେ ଦେଖୁଥିଲୁ, କମେଣ୍ଟ ବି କରିଥିଲେ ଆପଣଙ୍କୁ ନା, ଆଉ ଆପଣ ଯେତେବେଳେ ରିସିଭ କାଟୁଛନ୍ତି ମାନେ ପ୍ରୋଗ୍ରାମ ପାଇଁ ରିସିଭ କାଟୁଛନ୍ତି, ମାନେ ପ୍ରଫେସନାଲ ଉପରେ କାଟୁଛନ୍ତି କି ଧର କମ୍ପିଟିସନ ପାଇଁ ରିସିଭ କାଟୁଛନ୍ତି, କହିବାକୁ ଗଲେ ଧର ମାନେ ନର୍ମାଲ ପ୍ରୋଗ୍ରାମ ପାଇଁ ରିସିଭ କାଟିଦିଏ, କିନ୍ତୁ ପ୍ରୋଗ୍ରାମ ଉପରେ ପହଞ୍ଚିଲା ବେଳକୁ କମ୍ପିଟିସନ ହବ, ତାହେଲେ ତମେ କମ୍ପିଟିସନ ଜିନିଷ ଧରିକି ଯାଅ କି ନାହିଁ? ଶୁଣନ୍ତୁ, ମୁଁ ଏଇଟା ପା କହିଥିଲି ଆର ଭିଡିଓରେ, ମୁଁ ଯେତେବେଳେ କମ୍ପିଟିସନ, ମୁଁ ଏଇଟା କମ୍ପିଟିସନ ଜିନିଷ ମୋ ପାଖେ ନାହିଁ। ଯେତିକି ଅଛି ବି ହବ କିଛି ଅସୁବିଧା ନାହିଁ, ମୋ ପାଖେ ଅଛି ବି, ହିରୋ ବି ଦେଇଛନ୍ତି ସେଟଅପ। କିନ୍ତୁ ଦେଖନ୍ତୁ, ସେତିକି ସାହସ ଥିବା ଦରକାର କମ୍ପିଟିସନଟା ପାଇଁ, ବୁଝିପାରିଲେ ନାଇଁ? ଆମେ ହେଲୁ ମାର୍କେଟରେ ଏବେ ନୂଆ, ବୁଝିପାରିଲେ ନାଇଁ? ତ ସାହସଟା ମାନେ ଦରକାର। ଗୋଟେ କମ୍ପିଟିସନ ଏତେ ଡିଜେ ଥିବେ, ତମର ଏତିକି ପୁଣି ସାହସ ଥିବା ଦରକାର କମ୍ପିଟିସନ ଉପରକୁ ଓହ୍ଲେଇବା ପାଇଁ, ବୁଝିପାରିଲେ ନାଇଁ? ତ ଜିନିଷ ମେନ୍ ଆଜିକାଲି ଦୁନିଆ ଦେଖନ୍ତୁ, ଆଉ ଯେତେ ୟୁନିଟି ମାଇଲ କିଛି ନାହିଁ, ପେର୍ସୋନାଲ ମିଡ଼ିଆ ଆଜିକାଲି ଦେଖୁଛ କେତେ କେତେ ଲୋକ ମାନେ ପୁରା 100 ପିସ୍ ଲଗେଇ ଦଉଛନ୍ତି। ସେଇଟା ତମେ 100ଟା ଚୁଙ୍ଗା ମାଇଲେ କଣ କାମ ଦବ? ଏତେ କାମ ଦବନି। ସେଇଆ ଦେଖନ୍ତୁ, ସେଥିପାଇଁ କମ୍ପିଟିସନ ଦେଖନ୍ତୁ, କୋଟା ବାଳ କରି ଯାଇଥିଲି ମୁଁ, ମାନେ ଏଟା ମୁଁ କହୁଛି ଭିଡିଓରେ 70,000 ଟଙ୍କା ମୁଁ କୋଲା ଯାଇଥିଲି, କୋଲା କଥା ମୁଁ କହୁଛି। ମାନେ ଲୋକ ମାନେ ଆମର ଟିକେ ଆମର ଯାଇଥିଲା ଯାହା ଡିଜେ, ମୁଁ ସବୁ ଡିଜେ ଯେତେ ବି ଆସିଥିଲେ ଡିଜେ ସବୁ ଲଗେଇଥିଲେ, ଚୁଙ୍ଗା ଉପରେ ସବୁ ଲଗେଇଥିଲେ। ମୋ ଗାଡ଼ିରେ କିଛି ନାହିଁ। ଏବେ ଯେତିକି ଲାଗିଛି ଭିଡିଓରେ ଆପଣ ଦେଖେଇଦେବେ, ଯୋଉ ଭିଡିଓ ପକେଇଥିଲି ଯେତିକି ଲାଗି ସେତିକି ଲାଗିଥିଲା। ତମେ ୟୁଟ୍ୟୁବରେ କୋଟା ବେଳେ ଦେଖିବ, ଲୋକ କମେଣ୍ଟ କଲେ ଆଉ 70,000 ଟଙ୍କା ନଉଛି, ଆଉ କଣ ଇଏ କାମ କରୁଛି, ଆଉ ଗ୍ରୀନ ଡିଜେ କରି ଡନା ପଳଉଛି, ମାନେ ଏମିତି। ଏ ଭାଇ ମୁଁ ଦେଖ ରେସିପିଟି ମୁଁ କାଟିଛି, ମୁଁ ଯାହା ଯୋଉ କମିଟି ବାଲା ସହିତ କାଟିଛି ତା ସହିତ ମୋର ଜବାବ ହେଇଛି। ଯଦି ମୁଁ କମ୍ପିଟିସନ କରିବି, ଯଦି କମ୍ପିଟିସନ କରିବି କଲ୍ ତମେ ଆଡଭାନ୍ସ ଫେରେଇନିଅ, ମୁଁ କଲ୍ କରିପାରିବିନି, କାରଣ ମୋର ଏତିକି ଦମ ନାହିଁ। ମୁଁ କମ୍ପିଟିସନ ଉପରକୁ କାଇଁ ଯିବି, ମୋର ଜିନିଷ ନାହିଁ। ମୋର ଜିନିଷ ନାହିଁ, ମୁଁ ତା ସହିତ ଲାଗିଲେ କଣ ଲାଭ? ନା ଏଟା ବ୍ଲେମ ହବ, ଆଉ ନିଜ ଇମେଜ ଖରାପ ହେଇଯିବ, ଆସିଥିଲା କିଛି ଲାଭ ନାହିଁ। ସେଥିପାଇଁ ଲୋକ କମେଣ୍ଟ ମାରିଲେ ଏ ଦେଖରେ ଗ୍ରୀନ ଡିଜେ ପଳଉଛି। ସେଥିପାଇଁ ଏଇଗୁଡା କଣ ମନରେ ସଦାବେଳେ ଭାବିବେ, ମାନେ ଗୋଟେ ଭଲ ଲାଗୁନି। ଯିଏ ଗୋଟେ କଣ ଗୋଟେ କହିଦେଲେ କଣ ମାନେ ଭଲ ଲାଗୁନି। ସମସ୍ତେ ଲଗେଇଲା ବେଳେ ତମେ ଲଗେଇବା ପାଇଁ ବାଧ୍ୟ। ଜଣେ ଲଗେଇଛି ମାନେ 100ଟା ତମକୁ ଇଚ୍ଛା ହବ ଭାଇ ମୁଁ ବି ଲଗେଇବି। ଲୋନ କର, ତମେ ଯାହା ବି କର, ଗୋଟେ ଇଚ୍ଛା ହବ ନା, ତମେ ଅଟୋମେଟିକ ଇଚ୍ଛା ହବ।
ସେଥିପାଇଁ କମ୍ପିଟିସନ ମୋର ଆକ୍ଚୁଆଲି ଇଚ୍ଛା ନାହିଁ କମ୍ପିଟିସନ ଯାହା ହବ ଗଣେଶ ଆସେସନ ଏଇ ଟାଇମରେ କଣ ନିୟମ ଦବ ଏବେ ସିନା ମୁଁ କହିଦେବି କମ୍ପିଟିସନ ମୁଁ କରିବି ପୁଣି ଏଇ ଟାଇମରେ ଆସେସନ ନିୟମ କଣ ତାପରେ ହିରୋ ଏକା ସହିତ ମୁଁ ଫାଷ୍ଟ କଥା ହେବି ସେ ଯଦି ମତେ ଇଏ କରିବେ ମୁଁ କରିବି କିଛି ଅସୁବିଧା ନାହିଁ। ଭାଇ ପ୍ରୋଗ୍ରାମ ଉପରେ କେବେ ପ୍ରୋବ୍ଲେମ ଫେସ୍ କରିନାହାନ୍ତି କି? ନା ପ୍ରୋବ୍ଲେମ ଆଯାଏ ପ୍ରୋବ୍ଲେମ କଣ ଦେଖନ୍ତୁ ମୁଁ ଏବେ ବେଶୀ କଲି ମାରିନି 20-25-24ଟା ପାଖାପାଖି କଲ ମାରିଛି ପ୍ରୋବ୍ଲେମ ଦେଖନ୍ତୁ ଫାଷ୍ଟ କଲ ଦେଖିଥିଲା ସରାଙ୍ଗ ତାପରେ ଆଉ ଏତେ ପ୍ରୋବ୍ଲେମ ଦେଖେନି ପ୍ରୋବ୍ଲେମ ଦେଖନ୍ତୁ ମେସିନାରୀ ଉପରେ ଆଯାଏ କେବେ ଦେଖେନି କିନ୍ତୁ ଲାଇଟ୍ ଫାଇଟ୍ ଯାହା ଗୋଟେ ସିମିଟର ଢିଲା ହେଇଗଲେ କଡ ଫଡ ଏଟା ବନ୍ଦ ହେଇଯା ପୁଣି ଏଟା ସର୍ଟ ଆଉଟ କରିଦିଏ ପ୍ରୋବ୍ଲେମ ସେମିତି ମୁଁ ଆଯାଏ ଭଗବାନଙ୍କର କିଛି ବି ହେଇନି। ଭାଇ ଯୋଉ ଜାଗାକୁ ପ୍ରୋଗ୍ରାମ ବି କରି ଯାଇଛନ୍ତି କହିବାକୁ ଗଲେ ଅଲଗା ସେଟअପ ଆପଣଙ୍କ ସହିତ ପ୍ରୋଗ୍ରାମ କରୁଛନ୍ତି ସେ କମ୍ପିଟିସନ ସେଟଅପରେ ଯାଇଛନ୍ତି ଆପଣ ନର୍ମାଲ ସେଟଅପରେ ଯାଇଛନ୍ତି ସେଇ ଟାଇମରେ କଣ କମିଟି ମେମ୍ବର ଆପଣଙ୍କ ସହିତ କିଛି ଯୁକ୍ତି ତର୍କ କରୁଛନ୍ତି କି କିଛି ମାନେ ନା କହିବାକୁ ଗଲେ ବଜେଟ କାଟିଛନ୍ତି? ନାଇଁ ଯୁକ୍ତର କାର୍ଯ୍ୟ ଏମିତି କେବେ ନାହିଁ ବଜ୍ରପୁଟରେ ତ ମୋର ଏଇ ଗାଡିରେ ଯେତିକି ଲାଗିଥିଲା ସେଠି ମୁଁ 8ଟା ଡିଜେ ସହିତ କମ୍ପିଟିସନ ହେଇଛି ମାନେ 8 ଜଣ କମ୍ପିଟିସନ ସେଟା ତ ଆମେ ଏଇଟୁ ଲାଇନ ହେପ୍ଟ ଲାଇନ ନା ହେପ୍ଟ ଲାଇନ ଏଇଟା ବହୁତ ପୁରୁଣା ଥିଲା ଲକ୍ଷ୍ମୀ ପୂଜା ବସାଣି 8 ଜଣ ଡିଜେ ସହିତ ମୋର ଏତିକି ଗାଡିରେ କମ୍ପିଟିସନ ହେଇଥିଲା ପବ୍ଲିକ ବଢିଆ କିଛି ଲୋନ ନଗେଇଲା ବି ଦେଖ ଗ୍ରୀନ ଇଏ କରୁଛି 8 ଜଣ ଡିଜେ ହେପ୍ଟ ଲାଇନ ସବୁ ଡିଜେ ଆମର ନା ତ କହିପାରିନି ଏମିତି କମ୍ପିଟିସନ ହେଇଥିଲା କିଛି ଅସୁବିଧା ନାହିଁ ବଢିଆ କମ୍ପିଟିସନ ହେଇଥିଲା କମ୍ପିଟିସନ ମାନେ କଣ ମାନେ ରୋଡ କ୍ରସ ମାନେ ସେମିତି ଲଗା ଲଗି ନାହିଁ ରୋଡ କ୍ରସ ଭାଇ କହିବାକୁ ଗଲେ ଅଧିକାଂଶ ରୋଡ କ୍ରସ ହଉଛି ସେଇ 2 ମିନିଟ 3 ମିନିଟ ଭଳିଆ ହେଇଥିଲା କମ୍ପିଟିସନ ସେତେ ପିଲାଙ୍କର ସେମିତି ଦେଖନ୍ତୁ ପବ୍ଲିକ ଯୋଗୁ ହିଁ ମତେ ମାନେ ବହୁତ ଭଲ ପାଇବା ଦେଇଛନ୍ତି ଯେ ପବ୍ଲିକ ଭାଇ ମାନେ ମତେ ବହୁତ ଭଲ ପାଇବା ଦେଇଛନ୍ତି ଆଉ ୟୁଟ୍ୟୁବର ଭାଇ ମାନେ ମୁଁ ଯେତେ ଜଣ କରିଛନ୍ତି ସେମାନେ ହିଁ ମତେ ବହୁତ ରେସ୍ପନ୍ସ ଦେଇଛନ୍ତି କିଛି ଅସୁବିଧା ନାହିଁ କିନ୍ତୁ ଏତିକି କଣ କି ମାନେ ଲୋକମାନେ ଜଣକୁ ଖାଲି ଟେକିନା ଧରୁଛନ୍ତି ବୁଝିପାରିଲେ ନାଇଁ ମାନେ ଜଣେ ନୂଆ କରି ତାକୁ କଣ ସପୋର୍ଟ କରିବା ହେଟା ପାଇଁ ନାହିଁ ମାନେ ଜଣ ଡିଜେ ଭାଇ ମାନେ ଆସିକି ମା ଭଳିଆ ଗାଳି କରିଦବା ଖାଲି ଲୋକମାନେ ହେଇଟା କରୁଛନ୍ତି ହେଇଟା ଟିକେ ଭଲ ଲାଗୁନି ଭାଇ ମାନେ ମନ ବି ଖରାପ ଲାଗୁଛି ଏଇଟା ସଦାବେଳେ ଦେଖିଲେ ଗୋଟେ ଭିଡିଓ କମେଣ୍ଟ ତ କିଛି ନାହିଁ ଲୋକ କହିବେ ଏଇଟା ଏକାନା ପୁରେନା ଏକାନା ବାହାରିବା ନା ଆମର କାମ ଏଇଟା କିଛି ଲୋକ କଥାରେ ପଡିଲେ କିଛି କରିପାରନି ଭାଇ କର୍ମ କରି ଚାଲିବା ଯାହା ହବ ଦେଖାଯିବ ଭଗବାନ ଉପରେ ଇଏ ଭାଇ ଯେତେ ସବୁ ବ୍ୟାଡ କମେଣ୍ଟ ଆସୁଛି ତାକୁ ନେଇ କଣ କରିବ? ବ୍ୟାଡ କମେଣ୍ଟ ହେଇଟା ତ ମୁଁ କହୁଛି ଦେଖନ୍ତୁ ଏଇ ବ୍ୟାଡ କମେଣ୍ଟ କରି କିଛି ଲାଭ ନାହିଁ ଭାଇ ଦେଖ ଭାଇ ଯେ ସାଉଣ୍ଡ ଟା କରୁଛି ଭାଇ ସେ କୋଟି କୋଟି ଟଙ୍କା ଭାଇ ଇନଭେଷ୍ଟ କରୁଛି ଏଇଟା ଛୋଟିଆ ନୁହଁ ଭାଇ ସାଉଣ୍ଡ ଗୋଟେ ଖୋଲା କଥା ମୁଁ କହୁଛି ତ ଏମିତି ଦେଖନ୍ତୁ ସମସ୍ତଙ୍କର ତ ଦେଖନ୍ତୁ ମୋର ଏଇନା କାପାସିଟି ଅଛି 40 ଲକ୍ଷ କରି ମୁଁ ଏଇନା 80 ଲକ୍ଷ ଡିଜେ ସହିତ କମ୍ପେୟାର ହେଇପାରିବି ହେଇପାରିବିନି ତ ସେଥିପାଇଁ ଦେଖନ୍ତୁ ଯାହାର ଯେତିକି କାପାସିଟି ସେ ସେତିକିରେ ମାନେ କାମ କରୁଛି ସମସ୍ତ ଜାଗାରେ ଭଲ ବେଟର ଅଛନ୍ତି ସମସ୍ତେ ଚାହୁଁଛନ୍ତି ଭାଇ ତାଠୁ ମୁଁ ଟିକେ ଭଲ କରିବି ମୁଁ ଚାହିଁବି କି ତାଠୁ ମୁଁ ଟିକେ କେମିତି ଭଲ କରିବି ମୋ ଡିଜେ ଟିକେ ହାଇଲାଇଟ ଏରିଆରେ ନା ହଉ ମୁଁ ବି ଚାହୁଁଛି ସମସ୍ତେ ଚାହୁଁଛନ୍ତି ସେଥିପାଇଁ ସମସ୍ତ ବାଟରେ ଭଲ ହଉଛି ପବ୍ଲିକ ଜଣେ ଦି ଜଣଙ୍କୁ ଟେକିକି ଧରୁଛନ୍ତି ଖୋଲା କଥା ତ କିଛି ଅସୁବିଧା ନାହିଁ ଯିଏ ଯାହା କରିବା ତା କରନ୍ତୁ ଭାଇ ମୋର କିଛି ନାହିଁ ମୁଁ ମୋର ଭାଇ କାମ ଉପରେ ମୁଁ ଇଏ କରିବି ମୋର ଭାଇ କିଏ କେତେ କହିଲେ କାହାର କଣ କିଛି ନାହିଁ ମୋ ବାପା ମାଙ୍କ ଆଶୀର୍ବାଦ ଅଛି ଭଗବାନଙ୍କ ଆଶୀର୍ବାଦ ଅଛି ମୁଁ ମୋର ଆଗକୁ ଚାଲି କିଛି ଅସୁବିଧା ନାହିଁ। ଭାଇ ଆମେ ବି ଜାଣୁଛୁ କି ଏବେ ବି ଆପଣଙ୍କର ଆସିବ ନେକ୍ସଟ ଇୟର ନା ସେଠୁ ନା ବି ଚେଞ୍ଜ ହଉଛି କି କହିବାକୁ ଗଲେ ମାନେ ସାଇଡ ବି ଡିଜାଇନ ଚେଞ୍ଜ ହଉଛି ବ୍ୟାକ୍ ସାଇଡ ବି ଡିଜାଇନ ଚେଞ୍ଜ ହଉଛି ପଛ ଡିଜାଇନ ବି ଚେଞ୍ଜ ହଉଛି କିନ୍ତୁ ଭାଇ ସାର୍ଫି କେତେ କଣ ରହୁଛି ବ୍ୟାକ୍ ପଛ ସାର୍ ବି ସେଇ 70 ପାଖାପାଖି ରହିଯିବ ସେଟାକୁ ତ ଆକ୍ଚୁଆଲି କିଛି ବାଛି ଦିଆ ହେଇଛି ମାନେ କେତେ ସାରି ପିତ ଏଟା ଆମେ ଯେ ମିସ୍ତ୍ରୀ ତାକୁ ଡାକିବାକୁ ପଡିବ ଡାଇଗ୍ରାମ ଟା କରିବାକୁ ପଡିବ କେତେ କଣ ଲାଗିବ କେତେ ଇଏରେ ଲାଗିବ ସେଇ 70 ପାଖାପାଖି ସାରି ରହିବ 50 ଅଛି ଆଉ 20 ପିସ୍ ଯଦି ଏଇ ସାରି ମୋର ସେଲ୍ ହେଇଗଲା ତାହେଲେ ମୁଁ ଷ୍ଟାଣ୍ଡ ଆଣିବି ସେ 70 ପିସ୍ ପାଖାପାଖି ଆଣିବି ଆଉ ଯାହା ହବ ଆଉ ଭାଇ 50 ସାର୍ଫି ଛାଡିକି ଅଲଗା କଣ ଲାଗିବ କି? ଅଲଗା ଲାଗିବ ବାର ଲାଗିବ ଷ୍ଟ୍ରୁପ ଲାଗିବ ଆମର ଡିସପ୍ଲେ କିଛି ଆଡ ହଉଛି ନା ପଛରେ ଡିସପ୍ଲେ ବାର ନାହିଁ ସାଇଡ ପଛ ଡିସପ୍ଲେ ସାଇଡ କୁ ଆଡ ହେଇଯିବ ଆଉ ମୋର ଡିଜି ଗାଡି ବି ପ୍ଲାନ୍ କରୁଛି ଡିସପ୍ଲେ ନାହିଁ ଏଟା ଗୋଟେ ନୂଆ ଗୋଟେ ଭାବିଛି ଜଣ ଦେଖି ସାରିଲିଣି ଜିନିଷଟା ବି କେହି ଲଗେଇନାହାନ୍ତି ଯଦି ମନ ସାରି କିଏ ଲଗେଇବ କହିପାରିବିନି କିନ୍ତୁ ମୁଁ ଦେଖି ସାରିଲିଣି ଏଇଟା ମୁଁ ଭାବିଛି ଲଗେଇବି ବୋଲି ଆଉ ଦେଖିବା କଣ ହଉଛି ଆଉ ଭାଇ କହିବାକୁ ଗଲେ ଏବେ ଯୋଉ ନୂଆ ବର୍ଷ ପରଠୁ ଭାଇ ଯେତେ ପ୍ରୋଗ୍ରାମ ରଖିଛନ୍ତି ଯୋଉ କହିବାକୁ ଗଲେ ସରସ୍ୱତୀ ପୂଜା ହଉଛି ଡିଜି ଗାଡି ସେଥିରେ ଆଡ ହବ କି ନାହିଁ? ଡିଜି ଗାଡି ଆଡ ହବ କେବଳ ବାହାଘର ଦିନ ବାହାଘରରେ ହଉନି ଦିନ ବାହାଘର ମୋର ଗାଡି ଭିତରେ ଡିଜି ଅଛି କେବଳ ରାତି ପ୍ରୋଗ୍ରାମ ଆଉ ମେଲଣ ପ୍ରୋଗ୍ରାମ ଭସାଣି ଯାହା ସରସ୍ୱତୀ ପୂଜାକୁ ବି ଆସିବ ଭାଇ ଡବଲ ଡିଜି ସରସ୍ୱତୀ ପୂଜା ସରସ୍ୱତୀ ପୂଜା ଭାଇ ଡିଜି ଗାଡି ମଡିଫାଇ ହେଇଥିବ କି ନାହିଁ? ନା ଏବେ ତ କିଛି କରିବିନି ଏବେ ହବନି ହେଇପାରିବ ନାହିଁ କାହିଁକିନା ଦେଖନ୍ତୁ ଷ୍ଟିଲ ଟା କଲେ ମିନିମମ୍ 5 ଦିନ ଖଣ୍ଡେ ଲାଗିବ ଯାହା ହେଲେ ବି ଏଇଠୁ ମାନେ କଣ ଲଗେଇ ଲଗେଇ କଲା ଅଛି ମାନେ ଆଜି ଗୋଟେ କରିଥିବ 2 ଦିନ ଛାଡା ପୁଣି ଲଗେଇ ଲଗେଇ ମାନେ ମୋର 19 ତାରିଖରୁ ଲଗେଇ ଲଗେଇ 31 ତାରିଖ ଯାକେ ଏବେ ତ ଦେଖନ୍ତୁ ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେ ଲଗେଇ ଲଗେଇ କଲ ମୋର ହେଇଯାଇଛି ବୁକିଂ ସେଇ ଆଭରେଜ କଲ ଗୁଡେ ତ ଏବେ କିଛି ଏବେ କରି କିଛି ଲାଭ ନାହିଁ ଯାହା ଯଦି ସତରେ ଗୋଟେ ନାଁ ଯଦି ଚେଞ୍ଜ କରିବି ଗୋଟେ ୟୁନିକ୍ ଟାଇପର ଯଦି ଜିନିଷଟା ଆଣିବି ତାହେଲେ ପୁରା ସେଟଅପ ଦିଟା କଲେ ଗୋଟେ ଖୁବ ସୁନ୍ଦର ଲାଗିବ ଆଗ ପଛ ଗଲା ବେଳକୁ ସେଥିପାଇଁ କଣ ଏବେ କରିବିନି ଏବେ ବି ଇନଭେଷ୍ଟ ବହୁତ କରିବି ଏବେ ତ ମୋର ସାହସ ଏତେ ନାହିଁ ଯାହା ବି ହବ ଗଣେଶ ପୂଜା। ଭାଇ ଯୋଉ ବେସ୍ ସ୍ପିକର ଆମର ଆସିଛି କହିବାକୁ ଗଲେ ତା ସେଟିଂ ତ ଭାଇ ଆମେ ଦେଖୁଥିଲା ମାନେ ନିଜେ ବି କିଛିଟା କରୁଥିଲେ ଭଲ ବାଜୁଥିଲା କି ସେଟିଂ କରିବା ପାଇଁ କାହାକୁ ଡାକୁଛନ୍ତି କି? ହଁ ସେଟିଂ କରିବା ପାଇଁ ଆସୁଛନ୍ତି ସେଇଟା ସିକ୍ରେଟ ଅଛି
ମୁଁ ଆପଣଙ୍କୁ ଅଫ୍ କ୍ୟାମେରାରେ କହିଦେବି କିଏ କରୁଛି କିନ୍ତୁ ଏବେ ଏବେ ତ ଟିକେ ଚାଲିଛି ସେଟିଂ କରିବା ଆପଣଙ୍କୁ ଡାକିଦେବି ଯୋଉଦିନ ଇଏ ହବ ଆପଣ ଦେଖିପାରିବେ ହିରୋ ସେଟିଂ ବି ଅଛି କିଛି ଅସୁବିଧା ନାହିଁ। ଆମର ଡିଏସ୍ପି ରେ ଆମେ 3ଟା 4ଟା ନାଇଁ ସେଟିଂ ରଖୁଛୁ ଯୋଉ ଏକାଥରେ ସମସ୍ତଙ୍କର 4ଟି ଡିଏସ୍ପି ମାନେ 4ଟା ଇଏ ରଖା ହଉଛି ତ ଯୋଉ ଜାଗାରେ ଯୋଉ ଯାହା ସେଟିଂ ଭଲ ଲାଗୁଛି ସେଇ ସେଟିଂ ରେ ଡାଇରେକ୍ଟ ବଜାଉଛି ଜାଗା ଉପରେ କିନ୍ତୁ ସେଟିଂ ମୁଁ ଆପଣଙ୍କୁ କହିଦେବି କିଏ କରୁଛି ଆଉ ମୁଁ ଏଇଟା ସରିଲା ପରେ ମୁଁ ଆପଣଙ୍କୁ କହିଦେବି ଆଉ ଗୋଟେ ଥର କଲେ କହିଦେବି ଆଉ। ଭାଇ ଯଦି ଆପଣଙ୍କୁ ଏ ପ୍ରୋଗ୍ରାମ ପାଇଁ ବି ଯଦି କଣ୍ଟାକ୍ଟ କରିବ ଭାଇ ମୋର 100 ପିସ୍ ଦରକାର 200 ପିସ୍ ସାର୍ପି ଦରକାର ଆଉ ପ୍ରୋଗ୍ରାମ ଆସନ୍ତୁ କରିବା ପାଇଁ ତାହେଲେ କଣ କରିବେ? ମୋ ପାଖରେ ତ ସତେ ସାର୍ପି ନାହିଁ ଯଦି କହିବେ ଭଡା ପାଣି ପକେଇବି କିଛି ଅସୁବିଧା ନାହିଁ ଭଡାକୁ ଗଲେ କୋଉଠି ଯିବ ଭାଇ କଣ ଆଣିବିନି ମୁଁ କେବେ ଆଣିବିନି ମୁଁ ମୋର ଯାହା କଣ୍ଟାକ୍ଟ ଯୋଉ ଦୋକାନ ବଜାର ଇଏ ରହୁ ମୁଁ ଯୋଉ ଆଣିବି ସେଇଠୁ ମୁଁ ମାନେ ସାଉଣ୍ଡ ଭାଇ ଆଣିକି ବହୁତ ଭାଇ ଇଏ ବି ହେଇଛି ଆଉ କହିବିନି ସେଗୁଡା କହିଲେ କଣ୍ଟ୍ରୋଭର୍ସି ଆଉ ସଡନଲି ଏରା କହିକି ମତେ ଭଲ ଲାଗୁନି ଭାଇ ତ ଲଗେଇ ପାରିବି ମୋ ଆମ ଯାତ୍ରା ଅଛି ଆମ ଯାତ୍ରା ଆପଣଙ୍କୁ ବି ଇନଭାଇଟ୍ ରହିଲା ପବ୍ଲିକ ଯୋଉମାନେ ଫେବୃଆରୀ 26 ତାରିଖ ସେଇଟା ଆମର 120 ପାଖାପାଖି ସାର୍ପି ଲାଗିବାର ପ୍ଲାନ୍ ଅଛି ମାନେ ଡିଜି ଗାଡି ଯୋଉ ସେଟଅପ୍ ଗାଡି ଡିଜେ ଗାଡି ଡିଜି କୁ ପିକଅପ୍ କୁ ଆମର ଆଇଚର ଲାଗିବ 120 ପାଖାପାଖି ସାର୍ପି ଯଦି ବୁଝିଛି ସାର୍ପି ଦେଖନ୍ତୁ ସେଇଟା ବାହାଘର ପ୍ରବଳ ମୁଁ ବି କିଛି ଯାଆଡୁ ମୁଁ ଯୋଉ ସାର୍ପିଟା ଆଣିବି ସେ ବି କହିଛନ୍ତି କାରଣ ଏଟା ଆମର ଷ୍ଟାଣ୍ଡ ଲାଗିଛି ଅଲଗା ବ୍ରାଣ୍ଡର ଲାଗିଲେ ସାର୍ପି ପ୍ରୋଗ୍ରାମ ଇଏ ହେଇଯିବ ସେଥିପାଇଁ ଆମର ଷ୍ଟାଣ୍ଡ ଦରକାର ଷ୍ଟାଣ୍ଡ ଟା ତାଙ୍କ ପାଖେ ଆଭେଲେବୁଲ ନାହିଁ ବୋଲି କହୁଛନ୍ତି ଯଦି ସେ କହିଲେ ଯଦି ପ୍ରୋଗ୍ରାମ ନଥିବ କେହି ନେବେନି ତାହେଲେ ମୁଁ ସେ ଦେଇଦେବେ ବୋଲି କହୁଛନ୍ତି 50 ପିସ୍ ପାଖାପାଖି ଆଉ। ଭାଇ ଦୂର ପ୍ରୋଗ୍ରାମ କଣ ରଖିଛନ୍ତି କି ଏବେ କଣ? ଦୂର ପ୍ରୋଗ୍ରାମ ଧରା ହେଇଛି ଆମର ଖୋର୍ଦ୍ଧା ଧରା ହେଇଛି ବାଉଁଶପୁର ଧରା ହେଇଛି କଟକ ଆହୁରି 4ଟା ପ୍ରୋଗ୍ରାମ ବାହାର ପ୍ରୋଗ୍ରାମ ଧରା ହେଇଛି ଆଉ ଏଇଟା ସବୁ ଶୁଣତା ଗୋଟେ କଥା ସେଗୁଡା କମ୍ପିଟିସନ ହବ କିନ୍ତୁ ମୋ ସେଟଅପରେ କମ୍ପିଟିସନ ହବ ନାହିଁ ମୁଁ କମ୍ପିଟିସନ ହବ ବୋଲେ ବାହାରିଆ ସାଉଣ୍ଡ ଆରିମିକ୍ସ ଏକା ଆସୁଛନ୍ତି ସେଠିକି ବାହାରିଆ ସାଉଣ୍ଡ ସବୁ ଆମ ଅନୁଗୁଳରୁ ଯାଉଛି ଏମବି ପ୍ରଫେସନାଲ ଆଉ ଆମର ଯାଉଛି ଅନୁଗୁଳରୁ 2ଟା ସାଉଣ୍ଡ ଆମର ଯାଉଛି ଆଉ ବାହାରିଆ 4ଟା ସାଉଣ୍ଡ ଅଛି 6ଟା ସାଉଣ୍ଡ ଅଛି ଏଇଟା କମ୍ପିଟିସନ ହବ ସେ କହିଛନ୍ତି ବି ସିଏ ବି ଯିଏ ରିସିପ୍ଟ କାଟିଥିଲେ ସେ ବି କହିଛନ୍ତି କମ୍ପିଟିସନ କିନ୍ତୁ ଆମ ସେଟଅପ କମ୍ପିଟିସନ ନାହିଁ ତାଙ୍କର ଏପଟେ ହେଲା ବେଳେ କମ୍ପିଟିସନ ମୋ ଗାଡି ଅଲଗା ଟିକେ ରହିବ କାରଣ ମୋର ଜିନିଷ ଲାଗିବନି ତାକୁ ପାଖକୁ ଗଲେ ସେ ତ ଭାଇ ଏତେ ଲଗେଇଥିବେ ତମେ ଆଉ କିଛି ଶୁଭିବନି ଏଇ ଟାଇମରେ ତମର ଯାହା ଯେତେ ଯଦି କାରଣ ତମର ସେ କମ୍ପିଟିସନ ଉପରେ ଆପଣ ପ୍ରଫେସନାଲ ଉପରେ ଦେଖିଲା କିଛି ଫାଇଦା ରହିବନି। ନା ରହିବନି ସେଥିପାଇଁ ମୁଁ ଅଲଗା ବି ରଖିବେ ବୋଲି କହିଛନ୍ତି ଅଲଗା ବୋଲି କଣ କମିଟି ବାହାରେ ରଖିବା ପାଇଁ କହିଛନ୍ତି ପଡିଆରୁ ଯଦି ପଡିଆ ଭିତରେ ରଖିବି ମୁଁ ଅଲଗା ରହିବି କମ୍ପିଟିସନ ମୁଁ ଯିବିନି ବାସ୍ ଲାଇନ ଯେତେବେଳେ ପଶିଲା ବେଳେ ଖୋର୍ଦ୍ଧା ବି କଲ ଧରାହେଇଛି ଯାହାବି କମ୍ପିଟିସନ କରିବି ମାନେ କଲ ଧରିବି ଗଣେଶ ପୂଜା ଏବେ ମୁଁ କମ୍ପିଟିସନ କିଛି ଧରିବିନି ରାଣୀଗୁଡା ପ୍ରୋଗ୍ରାମ ଅଛି ସେଠି ବି ଆମର 5-6 ଡିଜେ ଆସୁଛନ୍ତି ସେଟା ବି କମ୍ପିଟିସନ ହବ କି ନା ମୁଁ ଜାଣିନି କିନ୍ତୁ ଆମର ଗୋଟେ ମେଲଣ କାଟା ମୁଁ କମ୍ପିଟିସନ କୋଉଠି ବି ମୁଁ ପବ୍ଲିକ ଯିଏ କହିଦଉଛି ଯିଏ ବି ଭାଇ ଦେଖୁଛ ମୁଁ ଯୋଉ ଭିଡିଓଟାରେ କହିଥିଲି କମ୍ପିଟିସନ ଏଟା ମୁଁ ଗଣେଶ ଆଡୁ କହିଥିଲି ଆଉ ଏବେ ନେଇକି ଟ୍ରୋଲ କିଛି କରିବେ ନାହିଁ ମୁଁ ଆଗୁଆ କହିଦେଉଛି ଭାଇମାନଙ୍କୁ ଏବେ ମୁଁ କମ୍ପିଟିସନ ଟୋଟାଲି ବି କରିବିନି କାରଣ ମତେ କି ସାହସ ନାହିଁ ଭାଇ ଏବେ କମ୍ପିଟିସନ କରିବା ପାଇଁ ମୋ ପାଖେ ଏତେ ଇନଭେଷ୍ଟ ନାହିଁ ଇନଭେଷ୍ଟ କରିବାକୁ ପଡିବ କମ୍ପିଟିସନ ପାଇଁ ତ ଏବେ ମୁଁ କରିବିନି ଯାହା ବି ହବ ଗଣେଶ ପୂଜା ଯଦି ଆସୋସିଏସନ ପରମିଶନ ଦେଲା ଆଉ ଯଦି ହିରୋ ଭାଇ ଯଦି କହିଲେ ମତେ କମ୍ପିଟିସନ ପାଇଁ ତାହେଲେ ତାଙ୍କ ସେଟିଂରେ ପୁଣି ସେଠି ଇଏ କରିବାକୁ ପଡିବ ନା ତାପରେ ଡିଏସପି ଆମର ଯୋଉ ନୂଆ ବି ଆସୁଛନ୍ତି ସେ ବି ତାକୁ ବି ମୁଁ ବୁଝିବାକୁ ପଡିବ କମ୍ପିଟିସନ ପାଇଁ ଦେଖିବା କଣ ହଉଛି ଗଣେଶ ପୂଜାକୁ ତ ଅଛି ବୋଧେ 6-7 ମାସ ଟାଇମ ଆଉ। ଆଉ ଭାଇ କହିବାକୁ ଗଲେ ଆମେ ବି ଯୋଉ ଯାହାକୁ ଯାଉଛନ୍ତି ବି କହିବାକୁ ଗଲେ ପ୍ରୋଗ୍ରାମ ବାହାର ପ୍ରୋଗ୍ରାମ ବି ଆପଣ ଧରୁଛନ୍ତି ଭଦ୍ରକ ରାମନବମୀ ପ୍ରୋଗ୍ରାମ ଆସିଲାଣି କି? ଭଦ୍ରକ ରାମନବମୀ ଆସି ସାରିଲାନି କିନ୍ତୁ କିନ୍ତୁ ରିସିପ୍ଟ କାଟିଛନ୍ତି ଗାଣ୍ଡା ନାଇଁ ରିସିପ୍ଟ କାଟା ହେଇନି ଯେହେତୁ ଗୋଟେ ବଜେଟ ଇସ୍ୟୁ ଅଛି ମୋ ବଜେଟରେ ସେ ନାରାଜ ଅଛନ୍ତି କାରଣ ସେ ସେଠି କଣ କହିଛନ୍ତି କହିଲ 100 ପାଖାପାଖି ସାର୍ପି ରହିବ ଆଗ ବୁଲେଇ ରହିବ ଛାତ ରହିବ ଡିଜେ ଗାଡି ରହିବ ଡିଜେ ଗାଡି ରହିଲେ ପୁଣି ମୁଁ ସାର୍ପିଟା ମୋ ପାଖେ ନାହିଁ ମୁଁ ଯଦି 50 ପିସ୍ ବାହାରୁ ସାର୍ପି ଆଣି ଭଡା ତ ସିଏ ଅଟୋମେଟିକ ଭାଇ ଯିଏ ଦେବେ ସେ ନେବେ ତ ହେତିକି ପୁଣି ବଜେଟ ଦେଲେ ସିନା ଏତେ ବାଟ ଯିବି 20ଟା ପିଲା ଧନା ଯିବି ଏଟିଓ ଅଛି ଭଲ ମନ୍ଦ ସବୁ ଅଛି ଭାଇ 3ଟା ଗାଡି 4ଟା ଗାଡି ଧନା ଯିବି ଡିସପ୍ଲେ ପାଇଁ ମୋର ଏକ୍ସଟ୍ରା ଗାଡି ଦରକାର ନା କାରଣ ମୋର ପିକଅପରେ ଷ୍ଟିଲ୍ କରିନି ଏକ୍ସଟ୍ରା ଟାଟା ଏସି ଦରକାର ହଉଛି ଟାଟା ଏସି ଭଡା ହବ ବଜେଟ ଇସ୍ୟୁ ଯୋଗୁ ସେ କିନ୍ତୁ କନଫର୍ମ ଅଛନ୍ତି ନେବେ ବୋଲି ଆମ ଲୋକାଲ ବି କଲ ଆସିଲା ନା ବନବି କିନ୍ତୁ ଆଡଭାନ୍ସ କିଏ ଦେନାହାନ୍ତି ଯିଏ ବି ଆଡଭାନ୍ସ ଦବ ତାର ଆଗୁଆ କାଟିଦେବି କିଛି ଅସୁବିଧା ନାହିଁ। ଯୋଉ ଭାଇ ମାନେ ଭଦ୍ରକରୁ ଦେଖୁଛନ୍ତି ଭାଇ ଭିଡିଓ ଦେଖୁଛନ୍ତି ଯଦି ଭାଇ ବୁକିଂ କରିନାହାନ୍ତି ଜଲ୍ଦି ଜଲ୍ଦି ବୁକିଂ କରନ୍ତୁ କାରଣ ଲୋକାଲ ପ୍ରୋଗ୍ରାମ ଯଦି ଆସିଲା ଭାଇ ରଖିଦେବେ କହୁଛନ୍ତି ଆଉ ଆପଣ ମାନେ ଜଲ୍ଦି ଜଲ୍ଦି ଯାଇକି ଭାଇଙ୍କୁ ବୁକିଂ କରିବେ ଆଉ ଭାଇଙ୍କ ନମ୍ବର ତ ଭାଇ କହିବାକୁ ଗଲେ ଆମେ ଡିସ୍କ୍ରିପସନରେ ଦେଇଦେବୁ କହିବାକୁ ଗଲେ ଆଉ ଭାଇ ଆଉ କଣ ପ୍ରୋବ୍ଲେମକୁ କହିବେ ଜଣେ ଭାଇ କମେଣ୍ଟ କରିଥିଲେ କି ଆମ ଭିଡିଓରେ ଖାଲି ଯେତେ ବି ହୋମ ଟୁର ମାରିଲେ ନା ଗ୍ରୀନ ପେନ୍ଥର ଭାଇ ଭିଡିଓ ଆଣନ୍ତୁ ଦେଖନ୍ତୁ ମୁଁ ସେ ଏଇଟା କହୁଛି ପ୍ରୋବ୍ଲେମରେ କଣ দিয়ে ଜଣାନ୍ତୁ। ଶୁଣନ୍ତୁ ପବ୍ଲିକ କୁ ବହୁତ ଭଲ ପାଇବା ମୋ ତରଫରୁ ଭାଇ ବହୁତ ଭଲ ପାଇବା ଦେଇଛନ୍ତି ଭାଇ ଯୋଉ ଜାଗାକୁ ଯାଇଛୁ ଦେଖନ୍ତୁ ଆମେ ରାଉରକେଲା ଏଇ ଯୋଉ ରାଉରକେଲା ସରି ଯୋଉ କେନ୍ଦୁଝର ପ୍ରୋଗ୍ରାମ ଯାଇଲୁ ଲୋକମାନଙ୍କ ମାନେ ତାପରେ ଆଉ ଗୋଟେ କଣ ହେଲା ଆକ୍ଚୁଆଲି ଗୋଟେ ପୁଲିସ ଯୋଉ ଫୋର୍ସ ରହିଲେ ରୁଟରେ ବଜେଇ ଦେଲାନି ଆମେ ବେଶ କମେଇ ଦେଲୁ ଲୋକ ମତେ ଏଇନା କମେଣ୍ଟ କରୁଛୁ ଯୋଉ କହିଲେ ଭାଇ ଆଉ ଟିକେ ଦିଅ ଭାଇ ବେଶ ଟିକେ ମୁଁ କହିବି କେମିତି ଦେବି ମୁଁ ତାକୁ ଦେଖିଥିଲି କହିଲି ଦେଖ ଭାଇ ଏଇଟା କିଏ ଠିଆ ହେଇଛି ପୁଲିସ ଠିଆ ହେଇଛି ସେ ମନା କରିକି ଗଲା ମତେ ବେଚ ଦେବନି ମୁଁ କେମିତି ବେଚ ଦେବି ସେ କହିଲା ନର୍ମାଲି ମାନେ 60 ଡିସିମିଲ୍ ଭିତରେ ବଜାଉ ତମେ ଅଧିକା ଦେଲେ ମୁଁ ଥାନାକୁ
ନେଇଯିବି ଗାଡ଼ି। ସେ ଡାଇରେକ୍ଟ କହିଲା ଆଇଡି ଅପରେଟରଙ୍କୁ ଆସିକି। ସେଥିପାଇଁ ଆମେ ଦେଇପାରିବୁନୁ। ମୁଁ କହିଲି ଦେଖ ଭାଇ କ'ଣ କରିବା? ଆଉ ମୁଁ କହିଲି କେମିତି କ୍ୱାଲିଟି କ'ଣ? ସବୁ ଲୋକମାନେ କହିଲେ ନାଇଁ ବଢ଼ିଆ ଅଛି ଭାଇ, ଟିକେ ବେଷ୍ଟ। ମୁଁ କହିଲି ବେଷ୍ଟ ଦେଖ ଦେବିନି, ଦେଇପାରିବିନି, କାରଣ ଜଣେ ମନା କରିଛନ୍ତି ମାନେ ବଡ଼ ଲୋକ ଇଏ ଜଣେ ମନା କରିଛନ୍ତି, ମୁଁ ତ ଏପଟେ ତ ଇଏ ଉପରେ ନାହିଁ। ତ ସେଥିପାଇଁ ପବ୍ଲିକ ବହୁତ ଭଲ ପାଇଛନ୍ତି ଭାଇ। କିନ୍ତୁ ଏତିକି ଯେ ଯୋଉ କଣ୍ଟ୍ରୋଭର୍ସି କରୁଛନ୍ତି ଇନଷ୍ଟାରେ ଯୋଉ ସେ ଭିଡିଓ ଗୁଡା, ସେ ସବୁ ଭାଇ ପକାନ୍ତୁ ନାହିଁ। ଦେଖନ୍ତୁ ଆମର ଏଇ ମା ଭଉଣୀ ଯଦି ବାପା ମା ଦେଖୁଛନ୍ତି, କାରଣ ଆମେ ଦେଖୁଛୁ ସାଉଣ୍ଡରେ ନୂଆ, ଏ ମାସେ ଦି ମାସ ହେଲା ଆମେ ସାଉଣ୍ଡକୁ ଆସିଛୁ ଭାଇ। ଆମର କେଡେ କେଡେ ରଥି କହିବାକୁ ଗଲେ ବହୁତ ବହୁତ ରଥି ଅଛନ୍ତି ସାଉଣ୍ଡରେ। ଆଉ କଣ ଆମେ ତାକୁ ଉପରୁ ପଡିଯିବା? ଆମେ ଭାଇ ଦେଖନ୍ତୁ, ମତେ ମୁଁ ଯେତିକି ଜାଣିଲି ସାଉଣ୍ଡ ବିଷୟରେ, ମୁଁ ଧୀରେ ଧୀରେ ସବୁ ଶିଖୁଛି। ପୁଣି କିଏ ଆଉ ଶିଖିକି ଆସୁଛନ୍ତି ଛୁଆରୁ, ସବୁ ଧୀରେ ଧୀରେ ଶିଖୁଛି। ମୁଁ ବି ଧୀରେ ଧୀରେ ଶିଖୁଛି। ମୋ ଲେଭେଲ ଯେତେବେଳେ ଆସିଯିବ ମୁଁ ମୋର କରିବି ଭାଇ। କିନ୍ତୁ ଏବେ ଏଇ ଯୋଉ କଣ୍ଟ୍ରୋଭର୍ସି କରୁଛନ୍ତି କିଛି ଅସୁବିଧା ନାହିଁ, କରନ୍ତୁ କିଛି ଅସୁବିଧା ନାହିଁ। କିନ୍ତୁ ଏଇ କାହା ମା ଭୁନା ଏଇ ଯୋଉ ଭାଷା ପ୍ରୟୋଗ ଏଗୁଡା କିଛି କରୁନାହିଁ। ସେଗୁଡା ମାନେ ଆମକୁ ଯେତିକି ବାଧୁଛି ଘର ଲୋକ ଦେଖିଲେ ଆହୁରି ବାଧୁଛି, ବୁଝିପାରିଲେ ନାଇଁ? ତ ସେଥିପାଇଁ ଏଇଟା ମତେ କହିବାର ନଥିଲା, ଏବେ ଏଇଟା ମୁଁ ଖୋଲା କଥା କହୁଛି। ଏଇଟା ଗୋଟେ କଣ ମାଇଣ୍ଡ ମ୍ୟାପ କର ଗୋଟେ କୋଉ କୋଉ କହିଦେଇଛି ଜଣେ ଡିଜନ ଭାଇ, ତାକୁ ମାଇଣ୍ଡ ଯୋଉ କଥାଟା ମୁଁ ଏଇ ଭିତରେ ପଶି ଯାଇଛି ପୁରା ଆକ୍ଚୁଆଲି ମାଇଣ୍ଡରେ। ମାନେ ଯେତେବେଳେ ଯାହା କଲେ ଖାଲି ତାକରି ପାଇଁ ଏ ସବୁ ଆକ୍ଚୁଆଲି ମୁଁ କରୁଛି। ତାକୁ ତାକୁ ଇଏକୁ ଗୋଟେ ଭାବିନା ଏଇଟା ଗୋଟେ କୋଉ କୋଉ କହିଦେଇ ଛାଡିବି ନାହିଁ। ଏଇଟା କଣ? ଏଇଟା ଗୋଟେ ବାହାଦୁରି କୁହାଯାଏ ହେଲା କି? କହିବାକୁ ଗଲେ ଯାହାକି ଆମକୁ ଗୋଟେ ମନରେ ଇମ୍ପ୍ରେସନ ଅଛି ଯେ ମୁଁ ଏଇଟାକୁ ଦେଖିନା ଏଇ ଜିନିଷଟା କରିବି ବୋଲି। ଆଜ୍ଞା ଆଜ୍ଞା। ତ କଣ ଏଟାକୁ ମୁଁ ଗୋଟେ କଣ ମାନେ ଗୋଟେ କୋଉ କୋଉ ଗୋଟେ କହିଦେଇଛି ପାଟିରୁ। କଣ ଲୋକମାନେ କେତେ କଥା କହିଦଉଛନ୍ତି, ମୋର ଗୋଟେ କୋଉ କୋଉଟା ଆକ୍ଚୁଆଲି ପାଟିରୁ ବାହାରି ଯାଇଛି। ଆକ୍ଚୁଆଲି ମୁଁ ଛାଡିବି ନାହିଁ, ମୋର ତ ଏତେ କାପାସିଟି ନାହିଁ କାହାକୁ ମୁଁ ଛାଡିବିନି, ଏଟା ତ ନାହିଁ। ମୁଁ ସେମିତି କିଛି ନାହିଁ ଭାଇ, ମୁଁ ସେମିତି ପିଲା ନୁହେଁ। ଏଟା ଗୋଟେ କୋଉ କୋଉ କହିଛି, କ୍ଷମା କରିଦେ ଭାଇ। ମୁଁ ଆଗୁଆ କାରଣ କହିଦେଲି। ଆମେ ବି ଦେଖିଛୁ, ଯାହାକି ଆଗରୁ ବି ଦେଖିଛୁ ଆପଣ ଯେତେବେଳେ ସେଟ କରିନଥିଲେ ଗ୍ରୀନ୍ ଡି ଯୋଉ ଜାଗାରେ କମ୍ପିଟିସନ କରିଛି, କାରଣ ଅପୋଜିଟ ସାଉଣ୍ଡ ବାଲା ନ ଉଠିବା ଯାକେ ଗ୍ରୀନ୍ ଡି କେବେ ଉଠିନି। ଏଇ ସେଟ ଗୁଡା ଏଇ ସେଟଅପ କଥା ଆମେ କହୁଛି, ହଁ। ଉଠିନି। କାରଣ ସେଇଥିପାଇଁ ଆପଣ ବି ସେଇଟା ଜିନିଷ କହିଥିଲେ। ଶୁଣନ୍ତୁ, ଏ ମୁଁ ସିନା ଅନର ସିନା ଚେଞ୍ଜ ହେଇଯାନ୍ତି ନୂଆ ହେଇଯାଇଛି, କିନ୍ତୁ ଏ ସେଟଅପ ଆଗରୁ ସଦାବେଳେ ସିଂହଟା ସିଂହ ଥାଏ ମନେ ରଖିଥାନ୍ତୁ। ଜଙ୍ଗଲରେ ଯେତେ ହାତୀ ଗୁଡା ବାଘ ଥାଉତୁ, ସିଂହଟା ଯେତେବେଳେ ଆଇବ ଜଙ୍ଗଲରେ ହାତୀ ସିନା ବୁଲୁଛି ବଜାରରେ ବହୁତ ବୁଲିବେ, କିନ୍ତୁ ସିଂହଟା ଜଙ୍ଗଲର ଇଏ ରାଜା ହଉଛି ସିଂହ ଯେ, ଏଇଟା ମନେ ରଖନ୍ତୁ। ଏ ଗ୍ରୀନ ଡି ଯୋଉ ତମେ ଏଇଟା ଏଇ ସେଟଅପକୁ କେତେବେଳେ ମାନେ କଣ ସିନା ଅନର ଆମେ ହିରୋ କଣ ସେ ତାଙ୍କ ଜାଗାରେ ରହିଗଲେ, ମୁଁ ମୋ ଜାଗାରେ, ଅନରଟା ଖାଲି ଚେଞ୍ଜ ହେଇଛି, ସେଟଅପ ସେଇ ଅଛି। ବୁଝିପାରିଲ ନାଇଁ? କମ୍ପିଟିସନ ଯଦି କରିବାର ଅଛି କିଛି ଅସୁବିଧା ନାହିଁ, କରିବି କିଛି ନାହିଁ। କାରଣ ହିରୋ ମତେ ଏବେ ମନା କରୁଛି, ସେଥିପାଇଁ ତାଙ୍କ ଯୋଗୁଁ ହିଁ ମୁଁ ଏଇ ସେଟଅପ କମ୍ପିଟିସନ କରୁନାହିଁ। ଆଉ ଜଣେ ଯଦି ବଡ ଲୋକ ଜଣେ ମତେ ମାନେ ସେ କଣ ମୋ ଗୁରୁ କହିବାକୁ ଗଲେ, ସେ କହିବାକୁ ଗଲେ ମାନେ ମତେ ସବୁ ଗୋଟେ ଇଏ ଦେଇଛନ୍ତି, ଏଇଟା ଗୋଟେ ସେଟଅପ ଗୋଟେ ଚଲେଇବା ପାଇଁ ଦେଇଛନ୍ତି। ମାନେ ସେ ଯଦି ମତେ ମନା କରିବେ, ମୁଁ ତାକୁ ଉପରେ ଯାଇପାରିବିନି, ସେଥିପାଇଁ ମୁଁ କରୁନି। ତାପରେ ଏଇ ଯୋଉ କଣ୍ଟ୍ରୋଭର୍ସି ଖରାପ କମେଣ୍ଟ ଏଇଗୁଡା ସବୁ କରନ୍ତୁ ନାହିଁ। ଦେଖନ୍ତୁ ପବ୍ଲିକ ବହୁତ ବଢିଆ। ୟୁଟ୍ୟୁବର ଭାଇ ମାନେ ବି ଆପଣ ମାନେ ତ ସମସ୍ତ ମତେ ମୋଠୁ ଭାଇ ବହୁତ ଭଲ ଆପଣ ମାନେ, ମୁଁ ଏମିତି କିଛି କହୁନି। କିଛି ଜଣକୁ ମୁଁ କହୁଛି, କିଛି ଜଣ ଜଣରୁ ଦି ଜଣ, ଅନର ସେଇ ଜଣେ ଦି ଜଣ, ୟୁଟ୍ୟୁବର ସେ ଜଣେ ଦି ଜଣ, ଯିଏ ଦେଖୁଛି ସେ ଜାଣିପାରୁଛି କି ଜାଣିପାରୁଛି ମାନେ ତା ମୋବାଇଲ ଖରାପ କମେଣ୍ଟ ଦଉଛି, ପବ୍ଲିକ ଦଉନାହାନ୍ତି। ଇଏ ଫେକ୍ ମୋବାଇଲ ଆଣି ଫେକ୍ ଆଇଡି ଖୋଲି ଦଉଛି, ଚାଲିଲା କମେଣ୍ଟ ମରା ହୁଏ, କମେଣ୍ଟ ମରା ହୁଏ ଚାଲିଲା। ଏଇଟା କିଛି ଲାଭ ନାହିଁ, ସେମିତି ଭୁକି ହଉଥିବ କିଛି ଅସୁବିଧା ନାହିଁ। ଦେଖନ୍ତୁ ମୁଁ ମୋ କର୍ମ କରି ଚାଲିବି, ଯାହା ହବ ଭଗବାନ, ଭଗବାନ ତ ଉପରେ କେହି ନାହିଁ ଦୁନିଆରେ ଭାଇ। ଜଗନ୍ନାଥ ସବୁ କିଛି, ଯାହା ମୁଁ ଭଗବାନଙ୍କ ଉପରେ ବିଶ୍ୱାସ ରଖିଛି, ମୁଁ ମୋର କାମ ଚାଲିକି ତମେ ଯାହା ଭଲ କଲେ ଆମେ କହୁଥିଲେ କେହି ଦେଖୁନାହାନ୍ତି, କିନ୍ତୁ ଭଗବାନ ଦେଖୁଛନ୍ତି। ଭଗବାନ ସବୁ ଦେଖୁଛି, କର୍ମର ଫଳ ନିଶ୍ଚିତ ଦେବେ ଭାଇ। ଯୋଉ ଗର୍ବ କରୁନା ବି କହିଛନ୍ତି ଯୋଉ କରିପାରିବୁନି, ସବୁ ଅଛି, କିଛି ଅସୁବିଧା ନାହିଁ, ଭଗବାନ ଅସ୍ତି। ମୁଁ ସିନା ମୋର କର୍ମର ଫଳ ମୁଁ ଯଦି କହିଦେଇଛି ବାହାଦୁରୀ ମାରିକି କଣ ଗୋଟେ କହିଦେଇଛି, ମୋର କର୍ମ ମିଳିବ। କିନ୍ତୁ ମୁଁ ଏତିକି ଯେ ମୁଁ ଆଗୁଆ ସମସ୍ତଙ୍କୁ କ୍ଷମା ମାଗୁଛି, ଯାହା ବି ଯେତେବେଳେ ମୋ ପାଟିରୁ କଣ ବାହାରୁଛି, ଯଦି ମିଶନ କାହାକୁ ବି ବାଧୁଛି, ମୋ ତରଫରୁ ଭାଇ କ୍ଷମା। ନୂଆ ବର୍ଷ ଆସିଲା, ସମସ୍ତେ ଭଗବାନ ଭଲ ରଖିଥାନ୍ତୁ ଆପଣଙ୍କୁ। ଆଉ ସବୁ ଡିଜାଇନ କମ୍ପିଟିସନ କର ନାହିଁ, କମ୍ପିଟିସନ କଲେ କଣ ସାଉଣ୍ଡ ବନ୍ଦ ହେଇଯିବ, ଜାଣିଛ ନାଇଁ? ମାନେ ଏବେ ବି କିଛି ବନ୍ଦ ହେଇଯିବ। ଏବେ ନୋଟିସ ଆମରି ଯୋଉ ଡିଜେ ଭାଇ ମାନେ ଆମେ କଥା ହଉଥିଲୁ, ଏବେ ମାନେ ନୋଟିସ ଆସିଲାନି ବି ସେଆଡୁ, ଗଣେଶ ଶାଳକୁ ସାଉଣ୍ଡ ବଜେଇ ଦବନି, ଯେମିତି ପୁରା ଇଏ କରିଦବ। କଣ ଲାଭ ପାଇବ ଭାଇ? କମ୍ପିଟିସନ କର, କିନ୍ତୁ ଗାଡିରେ କିଛି ଦରକାର ଲଗେଇବା କିଛି ଦରକାର, ହେଇ ଗାଡିରେ କରୁନୁ କିଛି ଅସୁବିଧା ନାହିଁ, ସେ 8 ବେସରେ କର, କିଛି ଅସୁବିଧା ନାହିଁ। ତମେ ଏଠାରେ ଜଣା ପଡିବ ଯାହା ଜିନିଷ ଲାଗିଛି ଗାଡିରେ ସେଇଥିରେ କର। ଆସେସନ ଯାଉ ବି ନିୟମ ଯେତିକି ଜିନିଷ ଦେଇଛି ସେତିକିରେ କର, ଜଣା ପଡିବ କାର ତମଟା କେତେ। ଆଉ ଏତେ ମାର ପରିଶ୍ରମ ତ ଯାହାର ଅଧିକା ମାର ସିଏ ନବ ନା, ଖୋଲା କଥା ମୁଁ କହୁଛି। ଗ୍ରୀନ ଡିଜେ ହିରୋ ଭାଇ, ସେ ତ ଛେଳିଆ ପଡା କମ୍ପିଟିସନ ତମେ ନିଜେ ଦେଖିଛ କି ନାହିଁ? ମାନେ ଏପଟେ 5ଟା ଡିଜେ ଥିଲା, ଏପଟେ ଗ୍ରୀନ ଡିଜେ ଥିଲା। ମୁଁ ତ କିଛି କହିବିନି, ଏଟା କହିଲେ କଣ୍ଟ୍ରୋଭର୍ସି ହେଇଯିବ ଭାଇ। ସଦାବେଳେ କେବେ ଏଟା କିଛି କାହାକୁ ନେଇକିନା କହିବା କଥା ନାହିଁ। ତ କମ୍ପିଟିସନ କର ନାହିଁ, ମୁଁ ଏଇଟା କହୁଛି। ଭାଇ ହିରୋ ଭାଇ ଆପଣଙ୍କୁ ସେଟଅପ ଆଣିଛନ୍ତି, ଯୋଉଠି ପ୍ରୋବ୍ଲେମ ଫେସ୍ ହଉ କି ଯାହାକି ଭାଇ ନାଇଁ, ଯୋଉଠି ମାନେ ଗାଡି ଯୋଉଟା ମିଷ୍ଟେକ୍ ହେଲା ନାଇଁ, ଆଉ କହିବାକୁ ଗଲେ ହିରୋ ଭାଇ ଆପଣଙ୍କୁ ଯଦି କଲ୍ କଲେ, ଆପଣ ହିରୋ ଭାଇ ଆପଣଙ୍କୁ କଲ୍ ରିସିଭ୍ କରିକି ଆପଣଙ୍କ ପାଖକୁ ଆସନ୍ତି କି ନାହିଁ? ଦେଖନ୍ତୁ ସେ ତ ଆସିନାହାନ୍ତି କେବେ, ମୁଁ କହୁଛି ଆସିନାହାନ୍ତି କେବେ। ସେ ଏମିତି ତାଙ୍କର କଣ ତାଙ୍କର ସେଟଅପ ଗୋଟେ ମାନେ କାମଟା ତାଙ୍କର ଯୋଉ ୱାରିଙ୍ଗ ଯୋଉ କାମ, ଯୋଉ କାମ ଗୁଡା ବହୁତ,
ସେଥିପାଇଁ ସେ କେବେ ମୋ ପାଖକୁ ଆସିନାହାନ୍ତି ସେମିତି ପ୍ରୋବ୍ଲେମ ଫୋନରେ ବି ଆପଣଙ୍କୁ କିଛି କହିଦେଇଥିବେ କି ନାହିଁ ହଁ, ଏଇ ଜିନିଷଟା ଫୋନରେ କରିଦିଅନ୍ତୁ ସେ ଜିନିଷଟା ହଁ ଭଲ ଫୋନରେ କୁହେ ଯେତେବେଳେ ପ୍ରୋଗ୍ରାମ ଏମିତି ତ କିଛି ପ୍ରୋବ୍ଲେମ ହଉନି ଏବେ ପ୍ରୋବ୍ଲେମ କିଛି ହଉନି ନୂଆ ନୂଆ ଯେତେବେଳେ ହଁ ଆଣିବେ ଯେତେବେଳେ ଫାଷ୍ଟ ଯୋଉ ପ୍ରୋବ୍ଲେମ କିଛି ଜାଣିପାରିଲିନି ସ୍ପିକର ଡେଲି କଟି ଯାଉଥିଲା ଏଇନା ମୁଁ ରାତିରେ ଥର ନେଇଥିଲି ସକାଳେ ଟିକେ ଆଣବାର ମୁଁ ତ ଯାଇପାରିବିନି ଏନେ ସେମିତି କହିଲେ ଚାଲିଛି ତ ଦେଖିବା ଆଉ ଏଟା କହିକି କଣ ଲାଭ ଏଟା ଚାଲିଛି ଆଉ ଭାଇ ଏତିକିରେ ତ ଭାଇ ଭିଡ଼ିଓ ଏଣ୍ଡ କରୁଛୁ ଆଉ ଭାଇ ନୂଆ ବର୍ଷ ପାଇଁ ଆପଣଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ହାପି ନ୍ୟୁ ଇୟର କହୁଛୁ ଭାଇ ଆଉ ଏତିକିରେ ଭାଇ ଭିଡ଼ିଓ ଏଣ୍ଡ କରୁଛୁ ଆଉ ଭାଇ କିଛି ଗୋଟେ ନୂଆ ଅପଡେଟ୍ ଆସିଲେ ବି ଆପଣଙ୍କୁ ଆମେ ଦେଇଦେବୁ ଆଉ ଭାଇ ଏତିକି କହିକି ଭିଡ଼ିଓଟା ଏଣ୍ଡ କରୁଛୁ ଆଉ ଭାଇ ଆପଣ ଆମ ଚ୍ୟାନେଲକୁ ଦେଶ ଟାଇମ୍ ଦେବେ ଧନ୍ୟବାଦ ଆଉ ଜୟ ଜଗନ୍ନାଥ ଜୟ ସବୁବେଳେ ଜଗନ୍ନାଥ ଭାଇ, ଏମିତି ଜୟ ଭାଇମାନେ ସମସ୍ତେ ଆଉ ଯୋଉ ଭାଇମାନେ ଲାଇକ୍ କମେଣ୍ଟ ସେୟାର କରୁନା ସବସ୍କ୍ରାଇବ କରନ୍ତୁ ଚ୍ୟାନେଲକୁ ଆଉ ଭାଇ ଯୋଉ ଭାଇମାନେ ବି ଗ୍ରୀନ୍ ମଧ୍ୟ ଭଲ ପାଆନ୍ତି ଭଲ କମେଣ୍ଟ କରନ୍ତୁ ଭାଇ ଖରାପ କିଛି କମେଣ୍ଟ କରନ୍ତୁନି ଆଉ ଯୋଉ ଏତିକି ମୋର ରିକ୍ୱେଷ୍ଟ ଅଛି ଭାଇ ସବୁବେଳେ ଭଲ କମେଣ୍ଟ କରନ୍ତୁ ଭଲ କମେଣ୍ଟ କଲେ ଆପଣମାନଙ୍କ ରେସ୍ପନ୍ସ ରହିବ ଆଉ ଆମେ ବି ଉତ୍ସାହ ହବୁ ଯେ ନାଇଁ ଭାଇମାନେ ଭଲ କମେଣ୍ଟ କରୁଛନ୍ତି ସେଥିପାଇଁ ଆପଣଙ୍କ ପାଇଁ ବି କିଛି ନୂଆ ନୂଆ ଆପଣଙ୍କ ପାଇଁ ଭିଡ଼ିଓ ବି ଆମେ ଆଣିବା ପାଇଁ ଚାହିଁବୁ ଆଉ ଭାଇ ଏତିକି କହି ଭିଡ଼ିଓ ଏଣ୍ଡ କରୁଛୁ ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ ଭାଇ ଚାରି ବେଶରେ କି କ୍ୱାଲିଟି ବେଶ ଭାଇ ଆଗକୁ ନୂଆ ସ୍ପିକର ମଡିଯିବ ଦେଖିନିਓ सभी को हार्दिक स्वागत है ऑनर बाय दिव्या भाई, मास्टरमाइंड दीपू भाई, किंग ऑफ ढेंकाना। इस गाने को रिमिक्स किए हैं द म्यूजिक मास्टर डीजे रॉकी। मार्केट आमोरो
सोशल मीडिया पे उछलने से कोई किसी का बाप नहीं बनता। औकात है तो बराबरी करके दिखाओ। मेरा स्टाइल और एटीट्यूड ही कुछ अलग है। बराबरी करने आओगे तो बर्बाद ସାର୍ हो ଏବେ जाओगे। ସାର୍ କ୍ୱାଲିଟି ଦେବ କେମିତି हमसे कंपटीशन करने का सोचने वालों, तुम सबको चेतावनी है। जंगल में सिर्फ एक ही राजा होता है और वो है बदमाशी की बात मत कर बेटा।